ଏତେ ସୁନ୍ଦର ଭାବରେ ହନୁମାନ ଚାଳିଶା ପାଠ କରିଥିବାରୁ। ଏବେ ମୁଁ ଭଜନ ଗାନ କରିବା ପାଇଁ ସୁଯୁକ୍ତ ପୂଜାରୀ ଭଉଣୀଙ୍କୁ ଅନୁରୋଧ କରୁଛି, ସେ ତାଙ୍କର ଭଜନ ଗାନ କରିବେ। ଜୟ ଜଗନ୍ନାଥ। ମୋ ମା କହୁଥିଲା ତମେ କଳା ଠାକୁର, ମୋ ବାପା ଜଣେ ହେଲେ ତମେ କ୍ଷମା ସାଗର। ମୋ ମା କହୁଥିଲା ତମେ କଳା ଠାକୁର, ମୋ ବାପା ଜଣେ ହେଲେ ତମେ କ୍ଷମା ସାଗର। ମନ ଭରିଛି ଇଚ୍ଛା ମୁଁ କରୁଛି, ମନ ଭରିଛି ଇଚ୍ଛା ମୁଁ କରୁଛି, ତତେ ଦେଖିବାକୁ ଗୋଟିଏ ଥର, ଗୋଟିଏ ଥର। ମୁଁ ପରାକୁନି ଭକ୍ତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ମୁଁ ପରାକୁନି ଭକ୍ତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ଗୀତା ଭାଗବତ ପୁରାଣ ପୋଥିରେ ଶୁଣିଛି ମୁଁ କେତେ କଥା ତୁମ ବିଷୟରେ। ଗୀତା ଭାଗବତ ପୁରାଣ ପୋଥିରେ ଶୁଣିଛି ମୁଁ କେତେ କଥା ତୁମ ବିଷୟରେ। ବୁଦ୍ଧି ଜ୍ଞାନ ନାହିଁ ମୋତେ ଜଣା ନାହିଁ, ବୁଦ୍ଧି ଜ୍ଞାନ ନାହିଁ ମୋତେ ଜଣା ନାହିଁ, କେମିତି କରିବି ମୁଁ ପୂଜା ତୁମର, ପୂଜା ତୁମର। ମୁଁ ପରାକୁନି ଭକ୍ତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ମୁଁ ପରାକୁନି ଭକ୍ତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ଲୀଳା ଖେଳ ତୁମ କହିଲେ ନ ସରେ, ବୁଝିପାରିବେନି କେହି ମିଛ ଦୁନିଆରେ। ଲୀଳା ଖେଳ ତୁମ କହିଲେ ନ ସରେ, ବୁଝିପାରିବେନି କେହି ମିଛ ଦୁନିଆରେ। ସବୁ ଏଠି ମିଛ ତୁମେ ଏକା ସତ, ସବୁ ଏଠି ମିଛ ତୁମେ ଏକା ସତ। ତୁମ ଚରଣରେ ପ୍ରଭୁ କୋଟି ଜୁହାର, କୋଟି ଜୁହାର। ମୁଁ ପରାକୁନି ଭକ୍ତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ମୁଁ ପରାକୁନି ଭକ୍ତ ତୋର, ଭାବ ବିନୋଦିଆ ତୁମେ କଳା ଠାକୁର। ଭାବ ବିନୋଦିଆ ତୁମେ କଳା ଠାକୁର। ଜୟ ଜଗନ୍ନାଥ। ଧନ୍ୟବାଦ ଭଉଣୀ, ଏତେ ସୁନ୍ଦର ସୁରରେ ଗାନ କରିଥିବାରୁ। ସମସ୍ତ ପୁରାଣ ମଧ୍ୟରେ ସାର ହେଉଛି ଭାଗବତ। ଯିଏ ପ୍ରତିଦିନ ଭାଗବତ ପଢେ ସବୁ ଦୁଃଖରୁ ମୁକ୍ତି ପାଏ। ଯେଉଁଠାରେ ସବୁଦିନ ଭାଗବତ ପାଠ କରାଯାଏ ସେଇଠାରେ ସ୍ୱୟଂ ନାରାୟଣ ବାସ କରନ୍ତି। ତେଣୁ ମୁଁ ଅନୁପମ ସାହୁ ଭାଇଙ୍କୁ ଅନୁରୋଧ କରିବି ଭାଗବତ ପାଠ କରିବେ। ଜୟ ଜଗନ୍ନାଥ। ଗୋବିନ୍ଦ 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 ପଦୁ ଗଳୁଚି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ସେ ବ୍ରଜ ନାରୀଙ୍କ ପୟରେ ଚିତ ମୋ ଥାଉ ନିରନ୍ତରେ, ଚିତ ମୋ ନିରନ୍ତରେ ଥାଉ। হা কৃষ্ণ বলি জীব যাও, হা কৃষ্ণ বলি যাও জীব, মতে উদ্ধার হে মাধব। উদ্ধার ন উদ্ধার মতে, শরণে তোর পাদ গ্রহতে। রাম গোবিন্দ বনমালী, তু অটু পথ কুসংখালী।
ସଂଖାଳି ଖାଇଲେ ସରଇ ତୋ ନାମ ଗାଇ ନ ସରଇ ନମଇ ନୃସିଂହ ଚରଣ ଅନାଦି ପରମ କାରଣ ଯାବିନୁ ଆଦି ମଧ୍ୟନ୍ତ বিচারে ন ঘটে জগত ইন্দ্রিয় অর্থ যে জানই স্বতেজে নিত্য প্রকাশই আনন্দ মনে বেদ সার ব্রহ্মারে যে কলা বিস্তার যাহার রূপ হৃদে চিন্তি বেদ পুরুষ ন জানନ୍ତି মৃত্তিকা বিକାର যে মন্ত জଳରେ ହୁଅଇ କଳ୍ପିତ ଜଳେ ଉପଳ ବୁଦ୍ଧି କରି ମୃଗ ତୃଷ୍ଣାରେ ଯେହ୍ନେ ବାରି রূপ রূপ স্থিতি তিনি যার গোচরে অনুমানী স্বভাবে নহে সেতে মন্ত এ সাংখ্য যোগীঙ্কর মত আত্মপ্রকাশে সদা থাই নিরস্ত কুহক বোলাই সত্য পরমানন্দ হরি যা ভাবে ভব সত্য করি এ মন্ত সত্য রূপ যার তাপাদে মোর নমস্কার তার চরণে নিত্যে ধ্যান করি তরন্তি সাধুজন সে কৃষ্ণ পাদ হৃদে ধরি প্রবন্ধে গীত নাদ করি অশেষ জনঙ্কর হিতে কহই দাস জগন্নাথে নির্মল মুনি কর মতে হরি চরিত ভাগবতে কহিবি কহিবি ଅଛି যেতে গুণ সুজনে সাবধানে শুণ কপট ধর্ম জহি নাহি পরম শাস্ত্র এ বোলাই যে সাধু জন কর ধর্ম মায়া বর্জিত শুদ্ধ কর্ম সে ধর্ম জহি অনুমানী এণে সংসারে যেতে জ্ঞানী নাহি তাহাঙ্ক অহংকার সহিষ্ণু ভূতে দয়াপর তাঙ্ক বিচারে ধর্ম যেতে শুণ কহিবা দৃঢ় চিতে লক্ষ লক্ষ যেতে প্রাণী বোধ বিচারে পরিমাণী সে বস্তু ଅଛି জহি পুরী যাহা চিন্তন্তি ব্রহ্মচারী শ্রবণ মাত্রে মোক্ষ পাই
তাপত্রিতয় ক্ষয় যাহাই হৃদয়ে বস ইতক্ষণ অনাদি প্রভু নারায়ণ এণু অধিক অন্য গ্রন্থে কি প্রয়োজন এ জগতে এণু এ ভগবত যেহি শ্রবণ মাত্রে ভক্তি হই এ ভাগবত রমহিমা কে চিন্তি পারে গুণ সীমা সকল শাস্ত্র ফল এহি শ্রী ভাগবত নাম যেহি। ধন্যবাদ। জয় জগন্নাথ। ଧନ୍ୟବାଦ ଭାଇ ଏତେ ଭଲ ଭାବରେ ଭାଗବତ ପାଠ କରିଥିବାରୁ। ଏବେ ମୁଁ ଆପଣଙ୍କୁ ସତ୍ସଙ୍ଗର ଉଦ୍ଦେଶ୍ୟ ବିଷୟରେ କିଛି କହିବି ଏକ ଗପ ମାଧ୍ୟମରେ। ଫାଷ୍ଟ ପ୍ରଥମତଃ ମୁଁ ସମସ୍ତଙ୍କୁ ଧନ୍ୟବାଦ କରୁଛି ଯେଉଁମାନେ ଭାଗବତ ପାଠଟି ଭଲ କଲେ, ଭଜନ ଗାଇଲେ। ଏବଂ ମୁଁ ମୋର ସତ୍ସଙ୍ଗର ଉଦ୍ଦେଶ୍ୟ ବିଷୟରେ କିଛି ଗୋଟେ ଗପ କହିବା ପାଇଁ ଯାଉଛି। ଏକ ବ୍ୟକ୍ତି ସତ୍ସଙ୍ଗରେ ଶୁଣିଲେ ଯେ ଯେପରି କାମ କରିବା ସେପରି ଫଳ ପାଇବା। ତାହା ସେ ଶୁଣି ବହୁତ ଆଶ୍ଚର୍ଯ୍ୟ ହେଲେ। ସେ ସାଧୁଙ୍କୁ ପଚାରିଲେ, ଯଦି କର୍ମର ଫଳ ହିଁ ଭୋଗ କରିବାର ଅଛି, ହେଲେ ସତ୍ସଙ୍ଗ କରି ଲାଭ କଣ? ସାଧୁ ଜଣକ କହିଲେ, ତୁମେ ଏହି ପଥରକୁ ମୋ ମୁଣ୍ଡ ଉପରେ ପକାଇ ଦିଅ। ବ୍ୟକ୍ତି ଜଣକ କହିଲେ, ବାବା, ଏହା ଦ୍ୱାରା ଆପଣଙ୍କର ତ ମୁଣ୍ଡ ଫାଟିଯିବ ଏବଂ ରକ୍ତ ମଧ୍ୟ ବାହାରିବ। ତାପରେ ବାବା କହିଲେ, ପଥରର ଭାର ଭଳି ଏକ ତୁଳାର ପୁଟଳି ନେଇ ବ୍ୟକ୍ତିକୁ ଦେଲେ ଓ କହିଲେ, ଏହାକୁ ମୋ ମୁଣ୍ଡରେ ମାରିଲେ ଆଘାତ ହେବ କି? ବ୍ୟକ୍ତି ଉତ୍ତର ଦେଲେ, ନା। ସାଧୁ କହିଲେ, ପୁତ୍ର, ସତ୍ସଙ୍ଗରେ ଯୋଗ ଦେଲେ ମନୁଷ୍ୟଙ୍କୁ ପ୍ରଭୁଙ୍କ କୃପାରୁ କର୍ମ ଫଳର ବୋଝ ହାଲୁକା ହୋଇଥାଏ। ସମସ୍ତ ଦୁଃଖ ଓ କଷ୍ଟ ସହିବାକୁ ଶକ୍ତି ମିଳିଥାଏ। ଭଗବାନଙ୍କ କୃପା ରହିଲେ ସବୁ କଷ୍ଟ ଓ ଦୁଃଖ ହସି ହସି ପାର ହୋଇଯାଇଥାଏ। ଧନ୍ୟବାଦ। ଜୟ ଜଗନ୍ନାଥ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି କିଛି କହିବା ପୂର୍ବରୁ ଭିଡିଓ ଅନ୍ କରନ୍ତୁ। ଏବେ ମୁଁ ଦିବ୍ୟବତୀ ଭଉଣୀକୁ ଅନୁରୋଧ କରିବି ଆମର ମୁଖ୍ୟ ବକ୍ତା ଶ୍ରୀମାନ ନୀତିଶ ମିଶ୍ରଙ୍କୁ ସ୍ୱାଗତ କରିବେ। जय श्री जगन्नाथ। प्रणाम समस्तଙ୍କୁ, गुरुजन, अतिथि माने और प्रिय सभासद माने। आज रही पवित्र आसरे मु दिव्यज्योति साहू आपण मानक समक्षरे उपस्थित होई अत्यंत गर्व और आनंद अनुभव करुछि। दीप्त भाई बहुत सुंदर भावरे आजिर उद्देश्य को प्रकाश कले। आजिर व्यस्तबहुल जीवन, सकाळु उठी काम, पाठ, लक्ष्य, प्रतियोगिता सबु किछि रे आमे इत्ते व्यस्त जे मनर सांत्वना और शांति को हरैबाकु लागिछु। जीवन रे जंजाल, चिंता, चाप, असंतुष्टि आजिर जुगर सत्य। किंतु एही समस्त व्यस्तता मध्यरे आमे जदि ईश्वरଙ୍କ कृपा रे विश्वास रखि पारु, से विश्वास, से आध्यात्मिक आश्रय आम मानक स्थिर करे, आशा दे थाए एवं प्रत्येक संकट को सहज करि थाए। जीवन रे सत्य गोटे कहिसंती गुरुजन माने, काम रे व्यस्त हुओ किंतु कृपा रे विश्वास हारनी। कारण जीवन रे जहा घटे सेथिरे ईश्वरଙ୍କ लीला और कृपा निश्चिंत थाए। एही सुंदर विषय रे आमको आज प्रेरणा, पाठ दर्शन और आलोक प्रदान करने आम मझिरे उपस्थित होइछंती एक साधनशील प्रेरणादायी व्यक्तित्व। आजिर मुख्य वक्ता श्रीमान नीतीश मिश्र आसंतु तांको समस्ते सम्मान रे एही पवित्र मंच को स्वागत करियो। जय जगन्नाथ। ओम शान्ताकारं भुजगशयनं पद्मनाभं सुरेशं
विश्वाधारं गगनसदृशं मेघवर्णं शुभाङ्गं मेघवर्णं शुभाङ्गं लक्ष्मीकान्तं कमलनयनं योगिर्विधानगम्यं वन्दे विष्णु भवभयहर सर्वं लोकैकनाथं सर्वं लोकैकनाथं सर्वं लोकैकनाथं। जय जगन्नाथ। प्रथमे मोर गुरुजनଙ୍କ ଚରଣରେ ପ୍ରଣାମ କରି ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରୁଛି ଏବଂ ଦିବ୍ୟଜ୍ୟୋତି ଭଉଣୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରୁଛି ଯେ ସେ ମୋତେ ଏ ସଭାରେ ଆଜି କିଛି କହିବାକୁ ଆମନ୍ତ୍ରଣ କଲେ ତଥା ମୋର ସୌଭାଗ୍ୟ ଯେ ମୋତେ ଏଥିରେ ସୁଯୋଗ ମଧ୍ୟ ମିଳିଲା। ତେବେ ଆଜିର ବିଷୟବସ୍ତୁ ରହୁଛି ଯେ ଆମର ଯୋଉ ବ୍ୟସ୍ତବହୁଳ ଜୀବନ ରହୁଛି ଏବଂ ଈଶ୍ୱର କୃପା ମାଧ୍ୟମରେ ତାର ସମାଧାନ କଣ ଏବଂ ସତ୍ସଙ୍ଗର ଏଥିରେ ଭୂମିକା ମଧ୍ୟ କଣ ରହୁଛି ଯେ ଆମେ ଏଇ ଯୋଉ ସତ୍ସଙ୍ଗ କରୁଛନ୍ତି ପ୍ରତି ରବିବାର ସତ୍ସଙ୍ଗ ହଉଛି ତ ଆମେ ଆଜି ଆଗକୁ ମଧ୍ୟ ବୁଝିବା ଯେ ସତ୍ସଙ୍ଗ କେମିତି କେବଳ ରବିବାର କିମ୍ବା ଏଇ ସମୟରେ ନୁହେଁ ଆଗକୁ ମଧ୍ୟ କଣ୍ଟିନ୍ୟୁ କରିବା ଦରକାର। ତ ସତ୍ସଙ୍ଗର ପ୍ରକୃତ ଭୂମିକା କଣ ତ ଆଜି ଆମେ ପ୍ରଥମେ ଦେଖିବା ଏଇ ସତ୍ସଙ୍ଗରୁ ଆମେ ଶୁଣିଛନ୍ତି ଯେ ଆମକୁ ଆଧ୍ୟାତ୍ମିକ ସୁଖ ମିଳେ। ତେବେ ଆମକୁ ଆଧ୍ୟାତ୍ମିକ ସୁଖ କଣ ପାଇଁ ଆବଶ୍ୟକ? ସଂସାରରେ ତ ଅନେକ ପ୍ରକାରର ସୁଖ ରହିଛି ତ ସାଂସାରିକ ସୁଖରେ ଅସୁବିଧା କଣ ରହିଲା? ସାଂସାରିକ ସୁଖରେ ସିନା କିଛି ଅସୁବିଧା ଯଦି ନଥିବ ତାହେଲେ ତ ଆମେ ସାଂସାରିକ ସୁଖରେ ଅଟକି ଯିବା, ଆମେ କାହିଁକି ଆଧ୍ୟାତ୍ମିକ ସୁଖ ଆଡେ ଯିବା? ଆଜି ଯୋଉଠି ସମଗ୍ର ସମାଜ ଆଜି କଣ ଆଧ୍ୟାତ୍ମିକତା ଦିଗରେ ଆଗକୁ ବଢୁଛି ନା ଏଇ ଇଚ୍ଛା ପ୍ରକାଶ କରୁନାହିଁ। କିନ୍ତୁ ଆପଣ ମାନେ ଆଜି ଆସିଛନ୍ତି ପହଞ୍ଚିଛନ୍ତି ନିଜସ୍ୱ ଇଚ୍ଛା ପ୍ରକାଶ କରିଛନ୍ତି ଏଠି ସମୟ ଦେଇଛନ୍ତି ଶୁଣୁଛନ୍ତି। ତ ପ୍ରଥମେ ସାଂସାରିକ ସୁଖର ପ୍ରଥମ ଅସୁବିଧା ରହିଲା ଆମେ ଗୋଟେ ଉଦାହରଣ ମାଧ୍ୟମରେ ବୁଝିବା। ଏଠି ଯୋଉମାନେ ସାନମାନେ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ସ୍କୁଲ କଲେଜ ଯାଉଥିବେ ପାଠ ପଢୁଥିବେ ସେମାନେ ସବୁବେଳେ ଅନେଇ ବସିଥିବେ କି ସୋମବାର ମଙ୍ଗଳବାର ବୁଧବାର ଗୁରୁବାର ଏଇ ସବୁ ଚାଲିଥିବ କେତେବେଳେ ରବିବାର ଆସିବ। ରବିବାର ଆସିବ ତ ଛୁଟି ମିଳିବ ଟିକେ ଘରେ ବସିବା କିଏ ମୋବାଇଲ ଦେଖିବା କିଏ ବାପା ମାଙ୍କ ସହିତ କି ସାନ ଭାଇ ବଡ ଭଉଣୀ ଭାଇ ସେମାନଙ୍କ ସହିତ ସମୟ ବିତେଇବା। ଠିକ ସେମିତି ଯୋଉମାନେ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ବ୍ୟସ୍ତ ଥାନ୍ତି ସେମାନେ ମଧ୍ୟ ଖୋଜନ୍ତି ସପ୍ତାହର ଶେଷ ସମୟ। ତ ତେବେ ଆପଣ ଦେଖନ୍ତୁ ଆମେ ସୋମ ମଙ୍ଗଳ ବୁଧ ଗୁରୋଇ ଶୁକ୍ର ଶନି ଯାହାର ଯେମିତି ଯୋଉ ପ୍ରଥମ 5-6 ଦିନ ଯାକ ଅପେକ୍ଷାରେ ଥାଉ ଯେ କେବେ ରବିବାର ଆସିବ। ତ ଏମିତି ହୁଏ ରବିବାର ଆସି ପହଞ୍ଚେ। ତ ରବିବାର ପହଞ୍ଚିଲା, ରବିବାର ସକାଳ ହେଲା, ଆମେ ନିତ୍ୟକ୍ରମ କର୍ମ ସାରି କିଛି ସମୟ ବିତେଇଲା ପରେ ଦ୍ୱିପହର ହୁଏ। ତାପରେ ଠିକ ସନ୍ଧ୍ୟା ବେଳକୁ ମୁଣ୍ଡରେ ପୁଣି ଚିନ୍ତା, ଆରେ କାଲି ତ ସୋମବାର, ପୁଣି ସେଇ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ହବ, ପୁଣି ସେଇ କର୍ମ ଆରମ୍ଭ କରିବାକୁ ପଡିବ। ତ ତେବେ ଆପଣ ଦେଖନ୍ତୁ ଏତେ ଦିନ ଧରି ଯେ ମୁଁ ବି ଛୁଆ ଥିଲି ଏବେ ମଧ୍ୟ ମୁଁ ବି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟିରେ ପଢୁଛି। ତ ମୋର ମଧ୍ୟ ସେଇ ଅବସ୍ଥା ଯେ ମୁଁ ବି ଅନେଇଛି କେବେ ରବିବାର ଆସିବ, ଶନିବାର ରବିବାର ଆସିବ। ତ ସେ ଏତେ ଶନିବାର ରବିବାର ଗଲାଣି ସବୁ ଶନି ରବିବାର ମୁଁ ଠକି ଦେଇ ଯାଉଛି। କଣ କରୁଛି ନା ଦେଇ ଯାଉଛି ଗୋଟେ ସୋମବାର। ତ ଏଠି ଆମେ ଏତେ ଦିନ ହେଲାଣି ଠକି ଦଉଛି ଯେ କଣ ଘଟଉଛି ପ୍ରକୃତରେ ଯେ ଆମକୁ ଏ ସୁଖ ଆମେ ଚାହୁଁଛନ୍ତି କଣ? ଆମେ ଚାହୁଁଛନ୍ତି ଲଗାତାର ଭାବରେ ରବିବାର କେବଳ ରବିବାର। ତ କେବଳ ରବିବାର ଅର୍ଥାତ୍ କଣ ଯେ ଆନନ୍ଦ ଯାହାକି ଚିରସ୍ଥାୟୀ ହବା ଦରକାର, ଯେ ଆରମ୍ଭ ହେବ ସରିଯିବ ଆମେ ସେ ଆନନ୍ଦ ଚାହୁଁନାହାନ୍ତି। ଆମେ କୁହନ୍ତୁ ବା ନ କୁହନ୍ତୁ, ପ୍ରକାଶ କରନ୍ତୁ ବା ନ କରନ୍ତୁ, କିନ୍ତୁ ଆମେ ଆମ ମନ ଭିତରେ ଆମେ ଯଦି ଗଭୀର ଭାବରେ ସୂକ୍ଷ୍ମ ଭାବରେ ଅନ୍ତର୍ନିହିତ ଭାବନାକୁ ଦେଖିବା ତ ଆମେ ଜାଣିବାକୁ ପାଇବା ଆମେ ଚାହୁଁଛନ୍ତି କେବଳ ଆନନ୍ଦ। ଦେଖୁନାହାନ୍ତି ଆଉ ଗୋଟେ ଉଦାହରଣକୁ ଯିବା। ଯଦି ଆପଣ ପ୍ରାୟ ଦେଖୁଥିବେ ରସଗୋଲା ଆମ ପ୍ରାୟ ସମସ୍ତଙ୍କର ପ୍ରିୟ। ତ ପ୍ରଥମେ ଆମେ ଦେଖିବା ସଂସାରରେ କଣ ଆମର ଏଇ ଯୋଉ ଆମେ ଯୋଉ ଖୋଜିଲେ କି ଆନନ୍ଦ ଯୋଉଟା କି କେବେ ସରିବନି, ଯେ ଯାହା କେବେ ଖସିବନି କି ବନ୍ଦ ହବନି କି ସବୁବେଳେ ଚାଲିଥିବ ନିତ୍ୟ ଆନନ୍ଦ, ସେ ନିତ୍ୟ ଆନନ୍ଦ କଣ ସଂସାରରେ ଅଛି? ପ୍ରଥମେ ଆଜି ଏଇ ସତ୍ସଙ୍ଗ ମାଧ୍ୟମରେ, ସତ୍ସଙ୍ଗ ମାନେ କଣ ଯୋଉ ଏଥିରେ ସଙ୍ଗ ଶବ୍ଦର ଯୋଉ ବ୍ୟବହାର ହଉଛି କି ପରବର୍ତ୍ତୀ କ୍ଷେତ୍ରରେ ଅପର ପକ୍ଷରେ ଯୋଉ ବକ୍ତା ସହିତ ଯୋଉ ଶ୍ରୋତାଗଣ ଅଛନ୍ତି ତ ଶ୍ରୋତାଗଣ ମଧ୍ୟ ଭାଗ ନିଅନ୍ତୁ। ଆପଣ ନିଜେ ଭାବି ଦେଖନ୍ତୁ ଏ ସଂସାରରେ କଣ ଅଛି ଯୋଉଥିରୁ ଆମକୁ ନିତ୍ୟ ଆନନ୍ଦ? ଆପଣ ପ୍ରଥମେ ଭାବନ୍ତୁ ଯେ ଆମକୁ ନିତ୍ୟ ଆନନ୍ଦ ପ୍ରକୃତରେ ଦରକାର ତ? କେବଳ ନିତ୍ୟ ଆନନ୍ଦ ହିଁ ପ୍ରକୃତରେ ଦରକାର ତ? ନା ତା ସହିତ ଆହୁରି ମଧ୍ୟ ଅନେକ କିଛି ଜିନିଷ ଆବଶ୍ୟକ ଅଛି? ଯଦି କେବଳ କୌଣସି ପ୍ରକାରେ ଆମକୁ ନିତ୍ୟ ଆନନ୍ଦ ହିଁ ମିଳିଯାଏ କଣ ଆଉ କିଛି ଆବଶ୍ୟକ ରହିବ? କୌଣସି ପ୍ରକାରେ କେବଳ ଆନନ୍ଦ, ଆଉ କିଛି ବି ନୁହେଁ, କେବଳ ଆନନ୍ଦ। ତ ତାହେଲେ ସଂସାରରେ ଖୋଜନ୍ତୁ, ପ୍ରଥମେ ସଂସାରରେ ଖୋଜିବା। ଆମେ କହିଲେ ଯେ ପ୍ରଥମେ ସଂସାରରେ ଖୋଜିବା
ଯେ କଣ ପ୍ରକୃତରେ ଆନନ୍ଦ ଅଛି କି ନାହିଁ। ସଂସାରରେ ଅନେକ ଉଦାହରଣ ଆପଣ ନେଇପାରିବେ, ଯାହାକୁ ସତ୍ସଙ୍ଗର ଯେଉଁ ଶ୍ରବଣ ମନନ ନିଧିଧ୍ୟାସନା ପଦ୍ଧତିର ମନନ ପଦ୍ଧତି କୁହାଯାଏ, ଯେଉଁଥିରେ ଆପଣ ବକ୍ତାଙ୍କ ଠାରୁ ଶୁଣିବା ପରେ ନିଜେ ମନନ କରନ୍ତି, ନିଜେ ଭାବନ୍ତି ଯେ ବକ୍ତା ଯାହା କହିଲେ ଠିକ ନା ଭୁଲ। ଏଇଟା ବହୁତ ମାତ୍ରାରେ ଆବଶ୍ୟକ। କେବଳ ଶ୍ରବଣରେ ଅଟକି ଆପଣ ଜୀବନ ସାରା ସତ୍ସଙ୍ଗ ଶୁଣିଲେ ମଧ୍ୟ ତାର ପ୍ରଭାବ ରହିବନି। ଯେମିତି ବାରମ୍ବାର ଆମର ଏଠି ସଂଘ ତରଫରୁ କି ସମସ୍ତ ଜ୍ଞାନୀ ଜନ ମାନଙ୍କ ତରଫରୁ ସତ୍ସଙ୍ଗକୁ ପ୍ରାଧାନ୍ୟ ଦିଆ ହଉଛି। କଣ ପାଇଁ? ଆପଣ ସତ୍ସଙ୍ଗ ଏଇଠି ଛାଡି ଦେଇ ଯିବେନି ଯେ 9ଟା ବାଜିଲା କି 9:15 ବାଜିଲା ଛାଡି ଦେଇ ଚାଲିଯିବେ ନା। ତାପରେ ଆରମ୍ଭ ହବ ପ୍ରକୃତ ସତ୍ସଙ୍ଗ। ଶ୍ରବଣ ଚାଲିଲା, ଶ୍ରବଣ ସମୟରେ ଧ୍ୟାନ ପୂର୍ବକ ଭାବରେ ଶୁଣିବେ, ଜାଣିବେ ଯାହା କହିଲେ। ଯିଏ କହୁଛନ୍ତି ବକ୍ତା ହୁଅନ୍ତୁ କିମ୍ବା ପରବର୍ତ୍ତୀ ସମୟରେ ଯେକୌଣସି ଗୁରୁଙ୍କ ଠାରୁ ଶୁଣନ୍ତୁ। ମୁଁ ତ ବିଶେଷ କିଛି ଜାଣିନାହିଁ, ସୀମିତ ଜ୍ଞାନ, ତଥାପି ଆପଣ ଯାହା କୋଉଠୁ ଶୁଣିଲେ ଶ୍ରବଣ ସମୟରେ ଧ୍ୟାନ ପୂର୍ବକ ଶୁଣିବେ। ତାପରେ ଯାହା କହିଲେ ଯେ ଆପଣ ଭାବିବେ ଯେ କଣ ଏହା ଠିକ କହିଲେ, ଯଦି କହିଲେ ଠିକ କେମିତି ଠିକ, ଯଦି କୌଣସି ମାତ୍ରାରେ ଲାଗୁଛି ମତେ ଭୁଲ, ମୁଁ ଆଗେ ଦେଖେ, ପରୀକ୍ଷା କରି ଦେଖେ କେମିତି ଠିକ, ଯଦି ଭୁଲ କେମିତି ଭୁଲ, ଯଦି ଠିକ କେମିତି ଠିକ। ତ ସେଥିରେ ଆମେ ବ୍ୟବହାର କରି ତାକୁ ମନନ ପ୍ରକ୍ରିୟା ଅନୁସରଣ କଲା ପରେ ଆମେ ପରବର୍ତ୍ତୀ ସେଥିରେ ନିଧିଧ୍ୟାସନ କରିବା। ସେ ବିଷୟକୁ ଯିବା ପୂର୍ବରୁ ପୁଣି ଫେରିଆସିବା ଆମର ଏଇ ସାଂସାରିକ ନୈତିକ ଦିନଚର୍ଯ୍ୟାରେ ଯୋଉ ନିତ୍ୟ ସୁଖ ମିଳେ କି ନାହିଁ। ତ ରସଗୋଲା ଆପଣଙ୍କୁ ଭଲ ଲାଗେ, ବହୁତ ଜଣଙ୍କୁ ଭଲ ଲାଗୁଥିବ। ତ ଗୋଟିଏ, ଦୁଇଟା, ତିନିଟା, ଚାରିଟା ଖାଇଲେ ଖୁସି ଲାଗିଲା। ଯଦି ରସଗୋଲାରେ ଆନନ୍ଦ ଥାନ୍ତା, ରସଗୋଲାରେ ପ୍ରଥମେ ତ ଦେଖିଲେ ନିତ୍ୟ ଆନନ୍ଦ, ତାପରେ ଦେଖିବା ଆନନ୍ଦ ଆଗେ ଅଛି କି ନାହିଁ। ଯଦି ରସଗୋଲାରେ ଆନନ୍ଦ ଥାନ୍ତା, ତାହେଲେ ତ 5 ନମ୍ବର 6 ନମ୍ବର ରସଗୋଲା ବେଳେ ବି ଆନନ୍ଦ ମିଳୁଥାନ୍ତା ଖାଇଲା ବେଳେ, 7 ନମ୍ବର 8 ନମ୍ବର ଖାଇଲା ବେଳେ ବି ଆନନ୍ଦ ମିଳୁଥାନ୍ତା। କିନ୍ତୁ ସେମିତି ହୁଏ ନାହିଁ। ଆମକୁ 2-4ଟି ଖାଇଲା ପରେ ଆମ ପ୍ରତି ଆମର ଯେଉଁ ରାଗ ଭାବ ବା ଯେଉଁ ଇଚ୍ଛା ସୃଷ୍ଟି ହେଇଥିଲା ତା ପ୍ରତି ଆମର ଦ୍ୱେଷ ଭାବ ସୃଷ୍ଟି ହେଇଯାଏ, ଯେ ନା ଆଉ ନୁହେଁ, ନା ଖାଇବାନି, ଏମିତି କି ଘୃଣା ଭାବ ମଧ୍ୟ ସୃଷ୍ଟି ହେଇଯାଏ। ତ କେମିତି ସେଇ ରସଗୋଲା ସେଇଠି ଥିଲା, ସେମିତି ସେଇ ଆକାର, ସେଇ ସ୍ୱାଦ, କିନ୍ତୁ କେମିତି ସେଇ ଜିନିଷ ପ୍ରତି ସେଇ ମଣିଷ ତାର କେମିତି ରାଗରୁ ତାହା ଦ୍ୱେଷରେ ପରିଣତ ହେଇଯାଏ। କାହିଁକି ନା ସେଥିରୁ ନିତ୍ୟ ଆନନ୍ଦ ତ ଛାଡ, ପ୍ରଥମେ ଆମେ ଦେଖିଲେ ନିତ୍ୟ ଆନନ୍ଦ ନାହିଁ। ଆପଣ ଦେଖନ୍ତୁ, ବାରମ୍ବାର ମନନ କରନ୍ତୁ। ବାରମ୍ବାର ରିପିଟ କରିବାର ବା ପୁନରାବୃତ୍ତି କରିବାର ଅର୍ଥ ହେଉଛି, ଦେଖନ୍ତୁ ପ୍ରଥମେ ଦେଖିଲେ ନିତ୍ୟ ଆନନ୍ଦ ନାହିଁ, ଯୋଉଟା କି ଆପଣ ପରବର୍ତ୍ତୀ ସମୟରେ ପରୀକ୍ଷା କରିବେ। ତାପରେ ଦେଖନ୍ତୁ ଆନନ୍ଦ ମଧ୍ୟ ନାହିଁ। କାହିଁକି? ଯଦି ଆନନ୍ଦ ଥାନ୍ତା ରସଗୋଲାରେ, ତାହେଲେ ତ ଆପଣ 10ଟା 12ଟା ରସଗୋଲା ଖାଇଲେ ଯେତିକି ଆନନ୍ଦ ମିଳନ୍ତା, 20ଟା ଖାଇଲେ ତାର 2 ଗୁଣା ମିଳନ୍ତା, କି 40ଟା ଖାଇଲେ ତାର ଆହୁରି 4 ଗୁଣା ମିଳନ୍ତା। ସେମିତି କିନ୍ତୁ ହୁଏ ନାହିଁ। ତ ତାହେଲେ ନିଶ୍ଚିତ ଭାବରେ ସେଥିରେ ଆନନ୍ଦ ନାମକ ଏକ ବସ୍ତୁ, ଯେମିତି ବିସ୍କୁଟ ଚକୋଲେଟରେ ବିଭିନ୍ନ ପ୍ରକାର ଇନଗ୍ରେଡିଏଣ୍ଟସ ଥାଏ, ତ ସେମିତି ତତ୍ତ୍ୱ ଭିତରେ, ପୋଷକ ତତ୍ତ୍ୱ ଭିତରେ ଆନନ୍ଦ ଗୋଟେ ତତ୍ତ୍ୱ ତା ଭିତରେ ନାହିଁ। ଆଉ ଯଦି ଗୋଟେ ଉଦାହରଣ ଦେଖିବା, ଯେମିତି ଧରି ନିଆଯାଉ ବାପା ମା, ପ୍ରତ୍ୟେକ ଛୁଆ ସୁନ୍ଦର ଦେଖାଯାଏ। ଆପଣ ଏମିତି କାହାକୁ ପାଇବେନି ଯେ କୌଣସି ଛୁଆ ତାକୁ 5 ଜଣ ଅସୁନ୍ଦର, କୌଣସି କାରଣରୁ ଅସୁନ୍ଦର କହୁଥିଲେ ମଧ୍ୟ ବାପା ମା କେବେ ତାଙ୍କୁ ଅସୁନ୍ଦର କହିବେନି। ତ ବାପା ମା କେବେ କାହିଁକି ଅସୁନ୍ଦର କୁହନ୍ତି? କାହିଁକି ନା ତା ବାପା ମାଙ୍କର ଦୃଷ୍ଟିକୋଣ, ସେ ପିଲା ଭିତରେ କୌଣସି ସୌନ୍ଦର୍ଯ୍ୟ କିମ୍ବା ଅସୁନ୍ଦର ଭାବ ନାହିଁ। ଆମେ ବୁଝି ରଖିବା ଉଚିତ। କୌଣସି ପିଲା ହୁଅନ୍ତୁ କିମ୍ବା କୌଣସି ଲୋକ, ନିଜସ୍ୱ ଆତ୍ମୀୟ ଲୋକମାନେ କେବେ ନିଜର ପିଲା ଲୋକଙ୍କୁ, ସମ୍ପର୍କୀୟଙ୍କୁ କେବେ ଅସୁନ୍ଦର ଦେଖିବାକୁ ପାଆନ୍ତି ନାହିଁ। ତାହେଲେ ତ ଅସୁନ୍ଦର ଶବ୍ଦ ହିଁ କେବେ ସୃଷ୍ଟି ହେଇନଥାନ୍ତା। ଯଦି ପ୍ରକୃତରେ କୌଣସି ବ୍ୟକ୍ତି ଭିତରେ ସୌନ୍ଦର୍ଯ୍ୟର ଭାବ ଥାନ୍ତା, ତେବେ କେହି କେବେ ଅସୁନ୍ଦର ହେଇନଥାନ୍ତେ। ସମସ୍ତେ ଯଦି ବାପା କହୁଛନ୍ତି ସୁନ୍ଦର, ତାହେଲେ ତ ସମଗ୍ର, ଯଦି ସୌନ୍ଦର୍ଯ୍ୟ ତତ୍ତ୍ୱ ଥାନ୍ତା ଗୋଟେ ପିଲା ଭିତରେ, ଗୋଟେ ଲୋକ ଭିତରେ, ତାହେଲେ ତ ଦୁନିଆରେ ସମସ୍ତେ ସୁନ୍ଦର କୁହନ୍ତେ ତାକୁ। କିନ୍ତୁ ସୌନ୍ଦର୍ଯ୍ୟର ସେମିତି ତତ୍ତ୍ୱ ନାହିଁ। ନୁହେଁ କି ଯେ ସମସ୍ତେ ସୁନ୍ଦର କହିବେ, କିମ୍ବା ଯଦି ଅସୁନ୍ଦର ମୁଁ ଜଣଙ୍କୁ କହୁଛି କିମ୍ବା କେହି ଜଣେ ମତେ କହୁଛି, ତାହେଲେ ଦୁନିଆରେ ସମସ୍ତେ ଅସୁନ୍ଦର କୁହନ୍ତେ। ତ ସେମିତି ହୁଏ କି? ସେମିତି ହୁଏନି। ତେଣୁ ସମସ୍ତଙ୍କ ଦ୍ୱାରା, ସର୍ବଜନାଦୃତ କିମ୍ବା ସବୁ ଲୋକଙ୍କ ଦ୍ୱାରା ତାକୁ ପରିହାର ଏମିତି କରାଯିବା ବସ୍ତୁ ନାହିଁ। କାହିଁକି ନା ସେଇ ଆନନ୍ଦ ବା ରାଗ ଓ ଦ୍ୱେଷର ଭାବ ସେ ବସ୍ତୁରେ ନୁହେଁ, ମୋ ମନରେ ଥାଏ, ଯୋଉଟା କି ଯାହାର ଉତ୍ସ ହେଉଛି କାମନା। ତ ଯେମିତି ଆମେ ଆଉ ଗୋଟେ ଉଦାହରଣକୁ ଯିବା, ଯେମିତି କସ୍ତୁରୀ ମୃଗ, ତାର ନାଭିରେ ହିଁ ତାର ସେଇ ବାସ୍ନା ଭରି ରହିଥାଏ। ସେ କିନ୍ତୁ ବଣ ସାରା ଖୋଜି ବୁଲେ, କେଉଁଠି ରହିଲା ସେ ବାସ୍ନା। ତ ବାସ୍ନା ପାଇଁ ସେ ଦିନ ରାତି ଚାରିଆଡେ ସବୁବେଳେ ବଣ ଜଙ୍ଗଲ ଏପଟୁ ସେପଟ, ସେପଟୁ ଏପଟ ଘୁରି ବୁଲେ, କିନ୍ତୁ ସେ ଜାଣିପାରେ ନାହିଁ ଯେ ତାର ନାଭିରୁ ହିଁ ସେ ବାସ୍ନା ସୃଷ୍ଟି ହଉଛି। ତ ସେ ବାସ୍ନା ସୃଷ୍ଟି ହଉଛି ଜାଣିପାରେନି। ଏଠୁ ଆମେ କଣ ଶିଖିବା? ତ ପ୍ରକୃତରେ ସେ ଆନନ୍ଦ ଆମେ ଆମର ହିଁ, ମାନେ ଆମର ହିଁ ଉଚ୍ଚ ଆନନ୍ଦ। ଯେମିତି ଭଗବାନଙ୍କର, ପରମାତ୍ମାଙ୍କର ସ୍ୱରୂପ ହଉଛି ସଚ୍ଚିଦାନନ୍ଦ ସ୍ୱରୂପ, ସତ୍ ଯୁକ୍ତ ଚିତ୍ ଯୁକ୍ତ ଆନନ୍ଦ ସ୍ୱରୂପ। ସେଇ ପୁଣି ଆମର ମହାବାକ୍ୟ ମଧ୍ୟ କହୁଛି ତତ୍ତ୍ୱମସି, ଅର୍ଥାତ୍ ତୁମେ ହିଁ ତାହା। ତ ଆମର ମଧ୍ୟ ସ୍ୱରୂପ, ଆମର ପ୍ରକୃତ ସ୍ୱରୂପ ମଧ୍ୟ ସଚ୍ଚିଦାନନ୍ଦ ସ୍ୱରୂପ। ତ
ତ ଆମେ ହେଉଛୁ ଆନନ୍ଦର ସ୍ୱରୂପ। ଯେମିତି ଗୋଟେ ପରିବା ଭିତରେ ଯଦି ଧରିନିଆଯାଉ ପୋଟଳ ଗୋଟେ ପରିବା, ତାହା ସମସ୍ତଙ୍କୁ ଭଲ ଲାଗେ କି? କିଛି ଜଣଙ୍କୁ ଭଲ ଲାଗିଲେ କିଛି ଜଣଙ୍କୁ ଭଲ ଲାଗେନି। ଏମିତି ଅନେକ ଉଦାହରଣ ସେଇ ଅନୁସାରେ ଆମେ ପକେଇ ଚାଲିବା। ତ ଏହାକୁ ନେତି ନେତି ନ୍ୟାୟ ମଧ୍ୟ କୁହାଯାଏ। ଯେତେବେଳେ କାହା କୋଉଟା ପରମାତ୍ମା କିମ୍ବା କେଉଁଟା ଆତ୍ମାର ସ୍ୱରୂପ ବା ନିଜର ସ୍ୱରୂପ କେଉଁଠି ନୁହେଁ, ତାକୁ ଜାଣିବା ପାଇଁ ନ ଇତି ମାନେ ଏଇଟା ନୁହେଁ ସେଇଟା ନୁହେଁ ଏମିତି ସବୁ ସବୁ କାଟିଗଲା ପରେ ଯାହା ରୁହେ ତାହାକୁ ପରମାତ୍ମାର ସ୍ୱରୂପ ଜାଣିବା। ତେବେ ବାଛି ଚାଲ ହେଲା କେଉଁଥିରୁ ପ୍ରକୃତ, କାହିଁକିନା ପରମାତ୍ମାର ସ୍ୱରୂପ ଆମେ ଜାଣିଲେ ସଚ୍ଚିଦାନନ୍ଦ ସ୍ୱରୂପ, ତା ଭିତରୁ ନିତ୍ୟ ଆନନ୍ଦ କେଉଁଥିରୁ ମିଳିବ? ଦେଖ ବାଛି ଚାଲ ଗୋଟେ ଗୋଟେ ଜିନିଷ ଯେଉଁଥିରୁ ନିଶ୍ଚିତ ଭାବରେ ଆନନ୍ଦ ମିଳି ଚାଲିବ, କେବଳ ଓ କେବଳ ନିତ୍ୟ ଆନନ୍ଦ, ସିଏ ହେଲେ ପରମାତ୍ମାଙ୍କର ସ୍ୱରୂପ, ଭଗବାନଙ୍କର ସ୍ୱରୂପ। ତ ଖୋଜି ଚାଲିବା ମନନର ସ୍ୱରୂପ ଆପଣ ମାନେ ନିଶ୍ଚିତ ଭାବରେ କରିବେ, ଦେଖିବେ କେଉଁଥିରୁ ଆନନ୍ଦ ମିଳୁଛି। ପୁଣି ଭଗବାନଙ୍କର ଆଉ ଗୋଟେ ସ୍ୱରୂପ ହଉଛି ସତ୍, ଯେ ଯାହା କେବେ ବାସ୍ତବତମ, କେବଳ ବାସ୍ତବ ନୁହେଁ ବାସ୍ତବତମ। ଯେମିତି ଏବେ ମୋର ଏଇ ସ୍ଥିତିଠୁ, ଯେମିତି ଆପଣ ମାନେ ବସିଛନ୍ତି ଶୁଣୁଛନ୍ତି, ତାଠୁ ସ୍ୱପ୍ନ ସ୍ଥିତିଠୁ ଏ ଜାଗ୍ରତ ସ୍ଥିତି ଅଧିକ ବାସ୍ତବ। ଠିକ ସେମିତି ଧରିନିଆ ଯୋଉ ମୁଁ ସ୍ୱପ୍ନରେ ଦେଖୁଛି, ମୁଁ ସ୍ୱପ୍ନରେ ଧର ଗୋଟେ ଚଳଚ୍ଚିତ୍ର ଦେଖୁଛି, ତ ସେ ସ୍ୱପ୍ନ ଠାରୁ ସେ ଚଳଚ୍ଚିତ୍ର ଆହୁରି ଅବାସ୍ତବ। ସେ ଚଳଚ୍ଚିତ୍ର ଭିତରେ ଗୋଟେ ଲୋକ ବସିକି ଟିଭି ଦେଖୁଛି, ତ ସିଏ ଆହୁରି ଅବାସ୍ତବ। ତ ଏ ବାସ୍ତବର ସ୍ଥିତି ତଳକୁ ତଳକୁ ଖସି ଖସି ଯାଉଛି ବା ଅବାସ୍ତବର ସ୍ଥିତି ବଢି ବଢି ଯାଉଛି। ଠିକ ସେମିତି ଆମେ ଯଦି ଫେରି ଆସିବା ଉପରକୁ ଉଠିବା, ତ ଫେରି ଆସିଲେ କଣ ପାଇବା? ଆମେ ଏପର୍ଯ୍ୟନ୍ତ ଭାବୁଛନ୍ତି କି ଏଇ ଯୋଉ ଆମର ଏଇ ଭୌତିକ ଶରୀର, ହାତ ଗୋଡ ଇଏ ହିଁ ବାସ୍ତବ। କିନ୍ତୁ ସତ୍ର ଯାହା ଡେଫିନେସନ, ଯାହା ତାର ଅର୍ଥ ରହିଛି, ସତ୍ର ଅର୍ଥ କଣ? ଯାହା କେବେ କ୍ଷୟ ହୁଏ ନାହିଁ, ସମୟ ଅନୁସାରେ ଯାହା ପରିବର୍ତ୍ତନ ହୁଏ ନାହିଁ। କୁହନ୍ତୁ ତ, ସମୟ ଅନୁସାରେ ମୁଁ ବୟସରେ ବଢୁଛି, ମୋର ଶରୀରର ଗଠନ ବଢୁଛି, ମାନସିକ ସ୍ଥିତିରେ ପରିବର୍ତ୍ତନ ଆସୁଛି, ବୁଦ୍ଧିରେ ପରିବର୍ତ୍ତନ ଆସୁଛି, ସବୁ ପ୍ରକାର ପରିବର୍ତ୍ତନ ଆସୁଛି। ଯାହା ଯାହା ପରିବର୍ତ୍ତନ ହଉଛି ତାହା ମଧ୍ୟ ମୁଁ ନୁହେଁ। ତ ପ୍ରଥମେ ମୁଁ କଣ ଜାଣିବାର? ଏ ଅଦ୍ୱୈତ ଦର୍ଶନ ବା ଭଗବାନଙ୍କର ସ୍ୱରୂପ ଜାଣିବାର ପ୍ରକାର, ଯେ ତାହେଲେ ଇଏ ଶରୀର ମଧ୍ୟ ଭଗବାନ ନୁହେଁ କିମ୍ବା ଏ ଶରୀର ମଧ୍ୟ ମୁଁ ନୁହେଁ। ପ୍ରଥମେ ଜାଣିବାର ତତ୍ତ୍ୱ ଯେ କେମିତି, ଯାହା ସଚ୍ଚିଦାନନ୍ଦ ସ୍ୱରୂପ, ଯୋଉ ଆନନ୍ଦ ସ୍ୱରୂପରେ ଆମେ ତ ପ୍ରଥମେ ବାଛିଗଲେ କେଉଁଠି ବି ମୁଁ ନୁହେଁ। ଯଦି ତାଠୁ ଆହୁରି ସହଜ ଜାଣିବାକୁ ଚାହୁଁଛନ୍ତି, ଦେଖନ୍ତୁ କେଉଁଠି ସତ୍ ବା କେଉଁଠି ସବୁବେଳେ ରହିଛି, ତା ଭିତରେ କୋଉଟା ମୁଁ କି? ନା, ଦେଖୁନାହାନ୍ତି ପୁରା ଏମିତି ସମୟ ଆସିବ ଯେମିତି କି ସମଗ୍ର ପୃଥିବୀ ମଧ୍ୟ ଧ୍ୱଂସ ଯିବ। ତ ସମୟ ଅନୁସାରେ ପୃଥିବୀରେ ପରିବର୍ତ୍ତନ ମଧ୍ୟ ଆସିବ, ପୃଥିବୀ ମଧ୍ୟ ଧ୍ୱଂସ ଯିବ। ତ ପୃଥିବୀ ମଧ୍ୟ ମୁଁ ନୁହେଁ। ଯେମିତି ଆଉ ଗୋଟେ ଉଦାହରଣ, ଯେ ମାଟି ଆଉ ମାଠିଆ ଭିତରେ, କୁହନ୍ତୁ ତ ଆପଣ ମାନଙ୍କ ମଧ୍ୟରୁ ଯଦି କିଏ କହିବାକୁ ଚାହିଁବେ କେଉଁଠି ଅଧିକ ବାସ୍ତବତର କିଏ, ମାଟି ନା ମାଠିଆ? ଚେଷ୍ଟା କରନ୍ତୁ, ମନେ ମନେ ଭାବନ୍ତୁ, ମାଟି ଅଧିକ ବାସ୍ତବ ନା ମାଠିଆ? ଯଦି ଆମେ ଲକ୍ଷ୍ୟ କରିବା, କୁହନ୍ତୁ ଆପଣଙ୍କ ମଧ୍ୟରୁ କିଏ ଯୋଗାଯୋଗ କରି କୁହନ୍ତୁ, ଯେ ପାର୍ଟିସିପେଟ କରନ୍ତୁ ଏବଂ ଅନୁମାନ କରନ୍ତୁ ଯେ କେଉଁଠି ଅଧିକ ବାସ୍ତବ ହେଇଥିବ, ମାଟି ହେଇଥିବ, ମାଠିଆ ହେଇଥିବ, କେଉଁଠି ବି ଗୋଟେ ହେଇଥିବ। ମାଟି। ମାଟି, ଠିକ ମାଟି। ପ୍ରକୃତରେ ମାଟି କାହିଁକି ଅଧିକ ବାସ୍ତବ? ଯଦି ମାଠିଆ ଆଉ ମାଟିର ତତ୍ତ୍ୱ ତ ସମାନ, ମାଠିଆ ଯେଉଁଥିରେ ତିଆରି, ମାଟି ମଧ୍ୟ ସେଇଥିରେ। ମାଟି କେବଳ ମାଠିଆ କେବଳ ମାଟି ହିଁ, କିନ୍ତୁ ମାଠିଆ ଯେହେତୁ ନିଜକୁ ମାଟି ବୋଲି ଜାଣିପାରୁନାହିଁ, ତ ସେଥିପାଇଁ ତାକୁ ଲାଗୁଛି ମୁଁ ତା ପାଖରେ ଗୋଟେ ବଡ ମାଠିଆ ରଖିଦେଲେ ସେ କହୁଛି ହେଇ ସେ ମାଠିଆଟା ବଡ, ମୁଁ ଛୋଟ, ଦୁଃଖ ମନେ କରୁଛି। କିମ୍ବା ଗୋଟେ ସୁନ୍ଦର ମାଠିଆଟେ ରଖିଦେଲେ ସୁନ୍ଦର ଗଢଣ ସହିତ, ସେ କହୁଛି ଆରେ ସେ ମାଠିଆ ଅଧିକ ସୁନ୍ଦର, ମୁଁ ନୁହେଁ। କିମ୍ବା ମାଠିଆରେ ଯଦି ଖଣ୍ଡେ ଭାଙ୍ଗି ଯାଉଛି, ମାଠିଆ ମନ ଦୁଃଖ କରୁଛି। ମାଠିଆ ଯୋଉଦିନ ଜାଣିଯିବ, ଦେଖନ୍ତୁ ଜାଣିବା ପାଇଁ କିଛି ନୂତନ ଜ୍ଞାନର ଆବଶ୍ୟକତା ନାହିଁ। ତେଣୁ ଯୋଉ ଜ୍ଞାନ ଯୋଗକୁ ସବୁଠୁ ଗୁହ୍ୟତମ ବା ନବମ ଅଧ୍ୟାୟରେ ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି ରାଜବିଦ୍ୟା ରାଜଗୁହ୍ୟ ଯୋଗ, ଯାହା ସବୁଠୁ ଟପ୍ ମୋଷ୍ଟ ସିକ୍ରେଟ ବା ସବୁଠୁ ଉଚ୍ଚତମ ଗୁହ୍ୟ ବା ଗୋପନ ବିଷୟ। ଯେ କାହିଁକି ଏହାକୁ ସବୁଠୁ ଗୋପନ କୁହାଯାଇଛି? ମାଠିଆ ନିଜକୁ ମାଟି ଜାଣିପାରୁନି, ଏଇଟା ହିଁ ସବୁଠୁ ବଡ ସିକ୍ରେଟ, ସବୁଠୁ ବଡ ଗୋପନ ବିଷୟ। ମାଠିଆ ଯୋଉଦିନ ନିଜକୁ ମାଟି ବୋଲି ଜାଣିଯିବ, ତାର ଆଉ ଭାଙ୍ଗିବାର ଭୟ ରହିବନି। ବଡ ମାଠିଆ ସାନ ମାଠିଆର ଭୟ ରହିବନି। ସେ କେବଳ ସବୁଆଡେ ନିଜକୁ ମାଟି ବୋଲି ହିଁ ପାଇବ। ତ ତେଣୁ ବାସ୍ତବତାର ସ୍ଥିତି ବଢିବା ମାତ୍ରେ ଦେଖନ୍ତୁ କେତେ ମାଠିଆକୁ କେତେ ଆନନ୍ଦ ମିଳିବାକୁ ଲାଗିଲା। ମାଠିଆ ଯେତେବେଳେ ବୁଝିଯିବ ମୁଁ ମାଟି ବୋଲି, ଠିକ ସେମିତି ସେ ଚାରିଆଡୁ ଆନନ୍ଦ ହିଁ ପାଇବ। ତାର ମନରେ ଯେ ଆମେ ଯୋଉ ଆଜିର ଟପିକ, ଯେ ବ୍ୟସ୍ତବହୁଳ ଜୀବନ ଜଞ୍ଜାଳ, ଏସବୁ ବ୍ୟସ୍ତତା ରହିବ ହିଁ ନାହିଁ, ତାକୁ କେବଳ ମାଟି ହିଁ ଦେଖିବାକୁ ମିଳିବ। ଏ ସଂସାରରେ 25ଟି ମାଠିଆ 30ଟି ମାଠିଆ ଅଛନ୍ତି, ଏ ସମସ୍ତେ ଜାଣିଯିବେ, ତା ଭିତରୁ ଜଣେ ବି ଜାଣିଯିବ 30 ଜଣ ମାଠିଆ ଅଛନ୍ତି। ଆମେ ଏଠି ପ୍ରତ୍ୟେକ ମନୁଷ୍ୟକୁ ଏଠି ମାଠିଆର ସ୍ୱରୂପ ନବା, ଯଦି 30 ଜଣ ମାଠିଆରୁ ଜଣେ ଜାଣିଯିବ, ତାକୁ ଜାଣିବା ପାଇଁ କିଛି କରିବାକୁ ପଡିବନି, କେବଳ ଅଜ୍ଞାନର ପ୍ରଭାବରେ ସେ ଭାବି ଚାଲିଛି ଯେ କଣ ନା ମୁଁ ହଉଛି ମାଟି, ମୁଁ ହଉଛି ମାଠିଆ।
ମୁଁ ହଉଛି ମାଠିଆ, ତ ସେ ମାଠିଆ ବୋଲି ବାରମ୍ବାର ଭାବି ଚାଲିଛି, ବାରମ୍ବାର ମନ ଜାଣେନି କଣ ଠିକ କଣ ଭୁଲ। ମନ ଜାଣେ ନାହିଁ ବୋଲି ହିଁ ତ ଆମେ କୁସଙ୍ଗରେ ଆମେ ଭାବନ୍ତି ନାଇଁ କୁସଙ୍ଗ ମୋ ଚାରି ପାଖରେ ଲୋକ କୁସଙ୍ଗ ଥାଆନ୍ତୁ ମୁଁ ଭଲ ହିଁ ରହିଯିବି, କିନ୍ତୁ ସେମିତି ହୁଏ ନାହିଁ। କୁସଙ୍ଗରେ ପଡି ଆମେ ରେ ଆମେ ନିଜେ ଖରାପ ହେଇଯାନ୍ତି, ତା କାରଣ କେବଳ ଏଇଆ ଯେ ମନ ଜାଣେନି କୋଉଟା ଠିକ କୋଉଟା ଭୁଲ। ଯଦି ଆପଣ ପ୍ରମାଣ ଚାହୁଁଛନ୍ତି, କାହିଁକିନା ଇଏ ଜ୍ଞାନ ଯୁଗର ବିଷୟରେ ବାରମ୍ବାର ଲୋକମାନେ ପ୍ରମାଣ ଖୋଜନ୍ତି। ତ ପ୍ରମାଣରେ ଦେଖନ୍ତୁ, ଆପଣ ଯେତେବେଳେ ଗୋଟେ ବିଷୟ ମନେ ରଖନ୍ତି, ଗୋଟେ କବିତା ଆବୃତ୍ତି କରନ୍ତି, ମନେ ରଖନ୍ତି, କଣ କରନ୍ତି? ବାରମ୍ବାର ତାକୁ ଆବୃତ୍ତି କରନ୍ତି। ତ ଏଇ ବାରମ୍ବାରତାରେ କଣ ବ୍ରେନ ବୁଝେ ଯେ ବାରମ୍ବାର ମାନେ ନିଶ୍ଚିତ ଭାବରେ କିଛି ଗୁରୁତ୍ୱପୂର୍ଣ୍ଣ। ଠିକ ସେମିତି କୁସଙ୍ଗ ଭିତରେ ଯଦି ତୁମର ସାଙ୍ଗମାନେ ବୁଝେଇଦେବେ ନାଇଁ ଭୁଲଟା ଠିକ ବୁଝେଇଦେବେ, ଠିକଟା ଭୁଲ ବୁଝେଇଦେବେ, କି ସତ୍ସଙ୍ଗରେ କିଛି ନାହିଁ, ଭଗବତ ନାମରେ କିଛି ନାହିଁ, ଆସ ସମୟ ନଷ୍ଟ କରିବାଟାକୁ ସେ କୌଣସି, କାହିଁକିନା ମନ ପାଖରେ ମାୟାର ପ୍ରଭାବ ଏମିତି ଯେ କେତେ ଜ୍ଞାନୀ ସନ୍ଥ ମଧ୍ୟ ମାୟାର ପ୍ରଭାବରେ ବୋହି ଯାଇଛନ୍ତି। ତାର ଅସଂଖ୍ୟ ଠିକଣା, ତାର ଠିକଣା ତାଲିକା ଗଣି ହିଁ ହବନି। ସମୟ ମଧ୍ୟ ସ୍ୱଳ୍ପ, କେତେ ବା କାହାଣୀ କେତେକ ବିଷୟରେ କହିବି, ଯୋଉଠି ଦେବର୍ଷି ନାରଦ ମାର୍କଣ୍ଡେୟ ଋଷି ମଧ୍ୟ ତାଙ୍କର ହେଲା ଅଧପତନ ଘଟିଛି, ତ ଆଉ କାହା ବିଷୟରେ କଣ ବା କହିବା। ତ କଥା ଆସୁଛି ଯେ ଏଇ ଯୋଉ ମାଠିଆ ବିଷୟରେ ଯେଉଁ ପର୍ଯ୍ୟନ୍ତ ସେ ଜାଣିପାରୁନି ନିଜକୁ ମାଟି ବୋଲି, ସେ ପର୍ଯ୍ୟନ୍ତ ଏଇ ବ୍ୟସ୍ତବହୁଳ ଜୀବନ ରହୁଛି। ତ ବ୍ୟସ୍ତବହୁଳ ଜୀବନ, ଏ କାମନା, ଏ ସବୁ ପ୍ରକାର ଜିନିଷ, ଆମେ କାମନାର ବିନାଶର ଦୁଃଖର ବିନାଶ ଏସବୁ ବିଷୟ ମଧ୍ୟ ଶୁଣିଛନ୍ତି। ତ ଏଇ ସବୁ କାମନା ରହିବ ହିଁ ନାହିଁ। କାମନା କେତେବେଳେ ରହିବ? ଯେତେବେଳେ ଆମ ପାଖରେ ମୋ ଛଡା ଆଉ ଗୋଟେ ଜିନିଷ ଥିବ। ଧନ୍ୟଯାଉ ମୋ ପଛପଟେ ଖଣ୍ଡେ ଘଣ୍ଟା ଅଛି, ଏ ଘଣ୍ଟାଟି ସୁନ୍ଦର କି ଲାଗିବ, ଅସୁନ୍ଦର ଲାଗିବ, ତ ଯେତେବେଳେ ମୋ ଛଡା ଆଉ କିଛି ଗୋଟେ ଜିନିଷ ଥିବ, ୟାଠୁ ଗୋଟେ ସୁନ୍ଦର ଘଣ୍ଟା ହେଇଥିଲେ ହେଇଥାନ୍ତା, କିମ୍ବା ଏଇ ଖଣ୍ଡେ କଲମ, ୟାଠୁ ଆଉ ଗୋଟେ ଭଲ, ଏଇ 10 ଟଙ୍କା କଲମ, ଗୋଟେ 15 ଟଙ୍କିଆ 20 ଟଙ୍କା କଲମ ହେଇଥିଲେ ହେଇଥାନ୍ତା, କି 30 ଟଙ୍କିଆ ହେଇଥିଲେ ହେଇଥାନ୍ତା, ପୁଣି 30 ମିଳିଲେ 50 ହେଇଥିଲେ ହେଇଥାନ୍ତା। ଏଇ ସବୁ ଜିନିଷ କେତେବେଳେ ଆସିବ? ଯେତେବେଳେ ମୋ ଛଡା ଆଉ କିଛି ଥିବ। ମାଠିଆ ଦେଖନ୍ତୁ, କେବଳ ମାଠିଆ ମାଟିକ ଉଦାହରଣର ସ୍ୱରୂପ। ଯେତେବେଳେ ଆପଣ ମାଠିକୁ ଭଗବାନଙ୍କର ସ୍ୱରୂପ ବୋଲି ଭାବନ୍ତୁନି, ତାହା କେବଳ ଉଦାହରଣ, ବୁଝିବାକୁ ସହଜ ସେଇ ଉଦାହରଣଟି। ଯଦି କେବଳ ମୋର ହିଁ ସ୍ୱରୂପ ରହିଛି କେବଳ, ସେତେବେଳେ ଆଉ କାମନାର ପ୍ରଶ୍ନ ହିଁ ଉଠୁନି। କାମନା ସେତେବେଳେ ହୁଏ ଯେତେବେଳେ ଏକାଧିକ ଜିନିଷ ଥାଏ, ଜଣେ ଆଉ ଗୋଟେ ଜିନିଷ ଉପରେ କାମନା କରେ। କେବଳ ମାଟିର ସ୍ୱରୂପ ହିଁ ରହିଛି ଜାଣିଲେ, ମନରେ କୌଣସି ବ୍ୟସ୍ତ, ସେତେବେଳେ ଆଉ କୌଣସି ଜିନିଷର ଆବଶ୍ୟକତା ରହେ ନାହିଁ। ନା ସେଥିପାଇଁ କୁହାଯାଏ ଯାହାକୁ ଜାଣିଲା ପରେ ଆଉ କିଛି ଜାଣିବା ବାକି ରହେ ନାହିଁ, କି ଯାହାକୁ ପାଇଲା ପରେ ଆଉ କିଛି ଆବଶ୍ୟକ ରହେ ନାହିଁ। ତ କାହିଁକି ସେମିତି କୁହାଯାଏ? କାହିଁକି ନା ତେବେ ତମେ ପୂର୍ଣ୍ଣତାକୁ ପ୍ରାପ୍ତ ହୁଅ। ଠିକ ସେମିତି ଆମେ ଯେମିତି ଗୋଟେ କୁକୁରକୁ କଣ ଦେଖିଛନ୍ତି? କୁକୁର ଗୋଟେ ଶୁଖିଲା ହାଡଟାକୁ ଚୁଚୁମୁଥାଏ, ଶୁଖିଲା ହାଡ ଚୁଚୁମୁଥାଏ। ବାହାର ଜଣେ ଯିଏ ଅଭିଜ୍ଞତା ନାହିଁ, ଗୋଟେ ଛୋଟ ଛୁଆ କିମ୍ବା ଯିଏ ବେଶୀ ବୟସ୍କ ଲୋକ ଜାଣିଛନ୍ତି ତାର ଅଭ୍ୟାସ ଯେ ସେ ଚୁଚୁମେ, ସେ କଣ ଭାବେ? ଚୁଚୁମିଲା ବେଳେ ତାର ଦାନ୍ତ, ତା ପାଟି ଭିତରେ ରକ୍ତ ଝରେ, କାହିଁକିନା ହାଡର ତୀକ୍ଷ୍ଣ ଭାଗରେ ତା ପାଟିରୁ ରକ୍ତ ଝରେ। ନିଜ ରକ୍ତ ନିଜେ ଆସ୍ୱାଦନ କରିକି ସେ ଭାବେ ଯେ ସେ ହାଡରୁ ରକ୍ତ ବାହାରୁଛି। ଠିକ ସେମିତି ଆମେ ସାଂସାରିକ ସୁଖରୁ ସେଇ ପରମାନନ୍ଦର ସୁଖ ପାଇକି ଆମେ ଭାବୁଛନ୍ତି ସଂସାରର ସୁଖ ମିଳୁଛି। ଏମିତି ସେ ରସଗୋଲା 3ଟା ଖାଇଲା ପର୍ଯ୍ୟନ୍ତ ସୁଖ ହେଉ, କିମ୍ବା ଯେକୌଣସି ବିଷୟରେ ସୁଖ ହେଉ, ଗୋଟେ ଅନୁକୂଳ ବାତାବରଣରୁ ଆମେ ଯୋଉ ସୁଖ ଆହରଣ କରୁଛନ୍ତି, ତାହା ଆମ ନିଜସ୍ୱ ଆନନ୍ଦର, ଯୋଉ ସଚ୍ଚିଦାନନ୍ଦ ସ୍ୱରୂପର ଯୋଉ ଆନନ୍ଦ ସ୍ୱରୂପ, ସେ ଆନନ୍ଦର ହିଁ ବିଷୟ ଏହା। ତେବେ ଆମର ପ୍ରଶ୍ନ ଉଠିବ ଯେ ତାହେଲେ ଆମେ ସତ୍ସଙ୍ଗ ଆମକୁ କେମିତି ସାହାଯ୍ୟ କରିବ? ଯଦି ଗୋଟେ ଦର୍ପଣ ଉପରେ ମଇଳାର ବା ଧୂଳିର ପ୍ରଲେପ ଜପି ଯାଇଥାଏ, ଧୂଳିର ପ୍ରଲେପ ଥିଲେ ଆମେ କେମିତି ନିଜ ମୁହଁ ଦେଖିବା? ତ ମୁହଁକୁ ଯେତେ ସ୍ପଷ୍ଟ ଭାବରେ ଦେଖିବାକୁ ଚାହିଁବା, ତ କଣ କରିବାକୁ ପଡିବ? ସେତେ ଭଲରେ ଧୂଳିକୁ ସଫା କରିବାକୁ ପଡିବ। ଧୂଳିକୁ ସଫା କରିବା ଅର୍ଥ ଏଠି ମନର ଅନ୍ତଃକରଣ ଶୁଦ୍ଧି ପାଇଁ। ଯେହେତୁ ମନ ବହୁତ ଦିନ ହେଲାଣି ବୁଝି ଆସିଛି କି ନା ଏ ଶରୀର ହିଁ ମୁଁ, ଏ ଶରୀର ହିଁ ମୁଁ, ଇଏ ହିଁ ମୁଁ, କିମ୍ବା ମୋ ପରିବାର ଜନ ଏଇମାନେ ହିଁ ମୁଁ, ଏଇମାନେ ହିଁ ମୋର, ଏମାନେ ହିଁ ମୋର, ଆଉ କିଛି ନୁହେଁ। ୟାଡୁ ଉପରୁ କେବେ ଭାବି ହିଁ ନାହିଁ। କେତେ ଅନନ୍ତ ଜନ୍ମ ଧରି, ଅସଂଖ୍ୟ ଜନ୍ମ, ନୁହେଁ କି ଯେ ଆପଣ 3 ଥର ଜନ୍ମ ହେଇଛନ୍ତି। ଜାଣି ରଖନ୍ତୁ, ଆପଣ ନା 3 ଥର, ନା 5 ଥର, ନା 7 ଥର, ନା 10 ଥର, ନା 25 ଥର, ନା 50 ଥର, ନା 100 ଥର, ଆପଣ ମାନେ ଅସଂଖ୍ୟ ଥର ଜନ୍ମ ଲାଭ କରିଛନ୍ତି। ତ ୟାର ବି ଯଦି ପ୍ରମାଣ ଖୋଜିବେ ଯେ କେମିତି, ନାଇଁ ମତେ ଲାଗୁନି ମୁଁ ଅସଂଖ୍ୟ ଥର ଜନ୍ମ ଲାଭ କରିଛି, ତ କଥା ଉଠିବ ଆପଣ ଶୁଣିଥିବେ ଜନ୍ମ ମୃତ୍ୟୁ ଚକ୍ର ବୋଲି କୁହାଯାଏ। ଜିନିଷଟାକୁ କଣ କୁହାଯାଏ? ଜନ୍ମ ମୃତ୍ୟୁ ଚକ୍ର। এই ଚକ୍ର ଶବ୍ଦର ବ୍ୟବହାର କଣ ପାଇଁ କରାଯାଏ? ନା ଚକ୍ରର ଆରମ୍ଭ ବିନ୍ଦୁ କୋଉଟା? ଭାବିକି କୁହନ୍ତୁ, ଚକ୍ରର ଆରମ୍ଭ ବିନ୍ଦୁ କୋଉଟା? ଚକ୍ରର ଆରମ୍ଭ ବିନ୍ଦୁ ନାହିଁ। ଠିକ ସେମିତି ଆମେ ପ୍ରତ୍ୟେକ କଳ୍ପ ଆରମ୍ଭରେ ଆମେ ଅନେକ ପ୍ରକାର ଜନ୍ମ ହେଉ। ଯେମିତି ଶାସ୍ତ୍ରରେ ମଧ୍ୟ ଅଛି, ବ୍ରହ୍ମାଙ୍କର ଦିନରେ କଳ୍ପ ଆରମ୍ଭ ହୁଏ, ରାତି ହେବା ମାତ୍ରେ ଶେଷ ହୁଏ। ତ ପଦ୍ମ ପୁରାଣରେ ମଧ୍ୟ ଭଲରେ ବର୍ଣ୍ଣନା ମଧ୍ୟ କରାଯାଇଛି। ତ କଥା ହଉଛି ସେମିତି ଆମର, ତାହେଲେ ଇଏ ଧର ଶବ୍ଦ ମାଧ୍ୟମରେ କହିଲି ଯେ ଜନ୍ମ ମୃତ୍ୟୁ ଚକ୍ରରୁ
ଆମର ଜନ୍ମ ହେଲା ମୃତ୍ୟୁ ହେଲା ଅସଂଖ୍ୟ ଥର ହେଲା, ଚକ୍ର ଯେମିତି ଆରମ୍ଭ ବିନ୍ଦୁ ନାହିଁ, ତେଣୁ ଆମର ପ୍ରଥମ ଜନ୍ମ ସେମିତି କହିହବନି। ତ ଆହୁରି ଭଲରେ ବୁଝିବା ପାଇଁ ହେଲେ ଦେଖନ୍ତୁ, ଆମ ସମସ୍ତଙ୍କର ଜନ୍ମ ହବାର ପ୍ରକ୍ରିୟା ତ ସମାନ, ସେଇ ମା ପେଟରୁ ସମସ୍ତେ ଜନ୍ମ ହେଲେ। ତ କିନ୍ତୁ ଚରିତ୍ର ବା ଗୁଣ ବ୍ୟବହାର, କିଏ ପାଠ ପଢାରେ ଭଲ, କିଏ ଖେଳକୁଦରେ ଭଲ, କିଏ ଗୀତ ନାଚରେ ଭଲ, ତ ସମସ୍ତେ ଅଲଗା ଦିଗରେ କେମିତି ସମାନ ଲୋକ ଭାବରେ କେମିତି ବନୁନାହାନ୍ତି। ଯେମିତି ଗୋଟେ କମ୍ପାନୀରୁ ଗୋଟେ କଲମ କମ୍ପାନୀ ଯେତେବେଳେ କଲମ ବାହାର କରୁଛି, ସମାନ ପ୍ରକାର ଜିନିଷ ଦେଲା ବେଳକୁ ସମାନ ପ୍ରକାର ଇନଗ୍ରେଡିଏଣ୍ଟସ ସମାନ ପ୍ରକାର କଲମ ବାହାରୁଛି, ମଣିଷ କାହିଁକି ସେମିତି ବାହାରୁନି? ହେଲା, ଏମିତି କି ଜୀବଜନ୍ତୁ ଯୋଉମାନେ ପଶୁ ପକ୍ଷୀ ଅଛନ୍ତି, ସବୁ ପଶୁ ପକ୍ଷୀ ମଧ୍ୟ ସମାନ ନୁହନ୍ତି। ତ ଏଇ ଯୋଉ ଜୀବ ଯାହାଙ୍କ ଭିତରେ ଯାହା ଭିତରେ ଚେତନା ରହିଛି, ଜଡ ଆଉ ଚେତନା ଭିତରେ, ଜଡ ମାନେ ତ ଏକା ପ୍ରକାର ବାହାରିବେ। ଯେମିତି ଗୋଟେ ବାକ୍ସ ଯଦି ତିଆରି ହଉଛି, ସମାନ ପ୍ରକାର ବାକ୍ସ ତିଆରି ହବ ଗୋଟେ କମ୍ପାନୀରୁ, କିନ୍ତୁ ମଣିଷ କାହିଁକି ସେମିତି ହଉନି? ତାର ପୂର୍ବ ଜନ୍ମର ପ୍ରାରବ୍ଧ କାରଣରୁ। କାହାର କେଉଁ ଦିଗରେ ପ୍ରାରବ୍ଧର ପ୍ରଭାବ ଅଧିକ ରହିଛି। ତ ଯଦି ମୁଁ କହିବି କି ଏଇଟା ମୋର ପ୍ରଥମ ଜନ୍ମ, ତାହେଲେ ମୋର ପ୍ରାରବ୍ଧ କିଛି ଆସିଥିବ, ଯେମିତି କାହିଁକିନା ମୁଁ ଯେମିତି ପାଖ ଆଖରେ ଯୋଉ ଲୋକମାନେ ଅଛନ୍ତି ସେମାନେ ଅଲଗା ପ୍ରକାରର ବ୍ୟବହାର, ନିଶ୍ଚିତ ଭାବରେ ମୋର କିଛି ନା କିଛି ଗୋଟେ ପ୍ରାରବ୍ଧ ରହିଛି। ଯେମିତି ଆପଣ ମାନେ ଆଜି ଆସିକି ଆମର ଏଇ ସତ୍ସଙ୍ଗ ଶୁଣୁଛନ୍ତି, ନିଶ୍ଚିତ ଭାବରେ ଆପଣଙ୍କର ଭଗବତ ଆରାଧନା ଦିଗରେ ନିଶ୍ଚିତ ଭାବରେ ପ୍ରାରବ୍ଧ ରହିଛି ବୋଲି, ପ୍ରାରବ୍ଧ ସାତ୍ଵିକ ପ୍ରାରବ୍ଧ ବୋଲି ଆପଣ ଶୁଣିବାକୁ ଚାହୁଁଛନ୍ତି। କାହିଁକିନା ଆପଣ ଚାହିଁଲେ ମନର ପ୍ରଭାବ ଏମିତି ଯେ ଆପଣଙ୍କୁ ଏତେ ବାହାନା ଦବ, ଆପଣ ଖୋଜି ବୁଲିବେ ଯେ କେମିତି ସତ୍ସଙ୍ଗ ନ ଶୁଣିବାକୁ। ଆପଣ ଅସଂଖ୍ୟ ବାହାନା, ଗୋଟିଏ ଦୁଇଟି ବାହାନା ମନ ଦିଏନି, ଅସଂଖ୍ୟ ବାହାନା ଦେଇଦବ। ବର୍ତ୍ତମାନ ଏବେ ଯଦି ଚାହିଁବେ ଆପଣ ମନକୁ ଖୋଲା ଛାଡିଦେବେ, ଅସଂଖ୍ୟ ବାହାନା ଦେଇଦବ। ସେଇଥିପାଇଁ ଭଗବାନ ମଧ୍ୟ ମନକୁ ଶତ୍ରୁ ମନକୁ ମିତ୍ର କହିଛନ୍ତି। ମନକୁ ଶତ୍ରୁ ଆଉ ମିତ୍ର କହିବାର ପ୍ରଭାବ ହଉଛି ଆପଣ ମନକୁ କେମିତି ଲଗେଇବେ। ତ ତାହେଲେ ଆମେ ଯେମିତି ଦେଖିଲେ ଯେ ମନକୁ ଶତ୍ରୁ ମିତ୍ର କରାହବ, କିମ୍ବା ଏଇ ଯୋଉ ଆମର ରହିଲା ବିଷୟ ଯେ ପ୍ରାରବ୍ଧର, ତ ମୁଁ ଯଦି ଏଇଟା ମୋର ପ୍ରଥମ ଜନ୍ମ ହେଇଥିବ, କିମ୍ବା ମୁଁ 10 ଥର ଜନ୍ମ ହେଇଛି, ମୁଁ କହିବି ଏଇଟା ମୋର 11 ନମ୍ବର ଜନ୍ମ, ପୂର୍ବରୁ 10 ଥର ଜନ୍ମ ହେଇଛି। ତ ଏ ପୂର୍ବ 10 ନମ୍ବର ଜନ୍ମରେ ମୋର ପ୍ରଥମ ଜନ୍ମ, ସେଇ ଯୋଉ ଜନ୍ମରେ ପୂର୍ବରୁ କିଛି ପ୍ରାରବ୍ଧ ନେଇକି ଆସିଥିବି, ତ କି ସେ ଜନ୍ମରେ ମୋର କୌଣସି ନା କୌଣସି ପ୍ରକାର ଥିବ, ମୋର ଗୋଟେ ଚରିତ୍ର, ଗୋଟେ ବ୍ୟବହାର ଗୋଟେ ପ୍ରକାର ଥିବ। ତ ସେଇ ବ୍ୟବହାର ପାଇଁ ପ୍ରାରବ୍ଧ କୋଉଠୁ ଆସିଲା? ତ ପ୍ରାରବ୍ଧଟା ପୂର୍ବ କର୍ମରୁ ହିଁ ଆସେ ନା। ତ ସବୁବେଳେ କିଛି ନା କିଛି ଗୋଟେ ପ୍ରାରବ୍ଧ ଥାଏ, ସେଇଥିପାଇଁ ଅନ୍ୟ ଲୋକଙ୍କଠୁ ଅଲଗା ହେଇଥାଏ। ତେଣୁ ସେଥିପାଇଁ ଚକ୍ର ଏଇଥିପାଇଁ କୁହାଗଲା ଜନ୍ମ ମୃତ୍ୟୁକୁ, କାରଣ ଏଇ କାରଣରୁ ତା ନାଁ ଚକ୍ର, ଜନ୍ମ ମୃତ୍ୟୁ ଚକ୍ର ହେଇଛି, ନୁହେଁ କି ଯେ ଚକ୍ରରୁ ଏ କାରଣ ଆସିଲା। ତ କାରଣରୁ ତାକୁ ଜନ୍ମ ମୃତ୍ୟୁ ଚକ୍ର କୁହାଯାଏ। ଯେମିତି ଆମର ସବୁବେଳେ କିଛି ନା କିଛି ପ୍ରାରବ୍ଧ ରହିଥାଏ, ଠିକ ସେମିତି ଆମେ ଅସଂଖ୍ୟ ଥର ଜନ୍ମ ହେଇସାରିଲେଣି। ତ ଏଇ ଅସଂଖ୍ୟର ପ୍ରମାଣ ଦେବା ପାଇଁ ମୁଁ ଏଇଥିପାଇଁ ଚେଷ୍ଟା କଲି, ଅସଂଖ୍ୟର ଗୁରୁତ୍ୱ ଏହା ଯେ ଆମେ ଅସଂଖ୍ୟ ଥର ଶୁଣି ସାରିଲେଣି ଏ ଦେହ ମୁଁ ବୋଲି, ଏ ଦେହ ମୁଁ, ଏ ମନ ମୁଁ, କି କେତେ ଜନ୍ମର ତ ଏମିତି ବି ହେଇଥିବ ଆମେ ଭଗବାନ କିଛି ନାହାନ୍ତି, ଆମେ ଭଗବତ ଅବିଶ୍ୱାସୀ ମଧ୍ୟ ଥିବା, ହେଲା କେତେ ଆମର ମାନସିକ ସ୍ଥିତି କେତେ ତଳକୁ ଯାଇଥିବ ତାର ଠିକ ଠିକଣା ନାହିଁ। ଏମିତିରେ ତ ଦେଖିବାକୁ ଗଲେ ଅଲଗା କୌଣସି ପ୍ରକାର ଯୋନିରେ କେବଳ ମନୁଷ୍ୟ ଯୋନିରେ ହିଁ ଦିବ୍ୟ ଜ୍ଞାନ ସମ୍ଭବ। ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ। ତ ଏକମାତ୍ର ମନୁଷ୍ୟ ଯୋନି ହିଁ ସର୍ବଶ୍ରେଷ୍ଠ ଯୋନି, ଆଉ କୌଣସି ପ୍ରକାର କୌଣସି ଯୋନିରେ ସମ୍ଭବ ମଧ୍ୟ ନୁହେଁ, ଦେବତାଙ୍କ ଯୋନିରେ ମଧ୍ୟ ସମ୍ଭବ ନୁହେଁ। ଜାଣି ରଖନ୍ତୁ କେତେ ଦୁର୍ଲଭ। ଯଦି ଏ ଜୀବନ ନଷ୍ଟ ଯିବ ତାହେଲେ ଆଉ ଉଦ୍ଧାର ନାହିଁ। ତ ତେବେ ଆମେ ପୁଣି ଦେଖିବା ଯଦି କେତେ ଅସଂଖ୍ୟ ଜନ୍ମ ଯେହେତୁ ଗଲାଣି, ଏସବୁ ହିସାବ କରାହଉଛି କଣ ମାନେ ଜ୍ଞାନ ଯୋଗୀ ମାନେ ହିସାବ ମାଗନ୍ତି, ସେମାନେ ତର୍କ କରନ୍ତି। କିନ୍ତୁ ଯଦିଓ ଜ୍ଞାନୀ ମାନେ କହିଯାଇଛନ୍ତି ବିଶ୍ୱାସ ମିଳଇ ହରି ତର୍କେ ବହୁ ଦୂର, ତ ଇଏ ତର୍କ ରେ ଭଗବାନ ବହୁତ ଦୂରରେ ମିଳନ୍ତି, ବିଶ୍ୱାସରେ ହିଁ ଶୀଘ୍ର ମିଳନ୍ତି। ତ ହେଲା ତର୍କ ଯୋଉମାନେ ଯାହା ଯୋଉ କୁହାହଉଛି ଯେ ତର୍କରେ ବହୁତ ଦୂରରେ ରହିବେ, ଦୂରତାଟାକୁ କମେଇବା ପାଇଁ ଏ ପ୍ରୟାସ ଯେ ଆପଣ ମାନେ ଜାଣି ରଖନ୍ତୁ ଯେ ଏଇ ଯୋଉ ଯାହା ମନରେ ତର୍କ ସୃଷ୍ଟି ହଉଛି, ତର୍କକୁ ଆପଣ ତାର ପ୍ରଶ୍ନ ଆଣନ୍ତୁ, ମନରେ ପ୍ରଶ୍ନ ସୃଷ୍ଟି କରନ୍ତୁ, ମନରେ ସମାଧାନ କରନ୍ତୁ। ଏସବୁ ପାଇଁ ଏମିତି ମାତ୍ର 10-15ଟି କିମ୍ବା 5ଟି ପ୍ରଶ୍ନରେ ଆମେ ଡିସ୍କସନ କଲେ, ଆଲୋଚନା କଲେ, ଏମିତି ମନରେ ପ୍ରକୃତରେ ଅସଂଖ୍ୟ ପ୍ରଶ୍ନ ଉଠିବ। ଆପଣ ଯେତେ ଆଗକୁ ଯିବେ, ଯେତେ ଧ୍ୟାନ କରିବେ, ଯେତେ ଏ ବିଷୟରେ ଗବେଷଣା କରିବେ ଯେ ପ୍ରକୃତରେ ଭଗବାନଙ୍କ ସ୍ୱରୂପ କଣ, ମୁଁ କିଏ, ମୋର କଣ, କିମ୍ବା ପରମାତ୍ମା କଣ, ଆତ୍ମା କଣ, ଏସବୁ ଯାହାବି ଆପଣଙ୍କ ମନରେ ପ୍ରଶ୍ନ ଉଠିବ, ତ ଆପଣ ଜାଣି ରଖନ୍ତୁ, ଆପଣ ଯଦି ଭାବିବେ ମୁଁ କାହିଁକି କରିବି, ସବୁବେଳେ ମନେ ରଖିଥିବେ ଆପଣଙ୍କର ପରମାନନ୍ଦ ବା କେବଳ ଆନନ୍ଦ ଆବଶ୍ୟକ। ପ୍ରଥମେ ମନରେ କାରଣଟାକୁ ଦୃଢ କରନ୍ତୁ ଯେ ଆପଣ କଣ ପାଇଁ ଏସବୁ କରିବେ, ତାହେଲେ ଆପଣ ନିଶ୍ଚିତ ଭାବରେ କରିବା ପାଇଁ କୌଣସି ବାହ୍ୟ ଉତ୍ସର ବା ମାନସିକ ଉତ୍ସ ବା ମୋଟିଭେସନର ଆବଶ୍ୟକତା ପଡିବନି। ସେ ପର୍ଯ୍ୟନ୍ତ ଆପଣ ଜାଣିନେବେ ଯେ ଆପଣ ଯାହା ଚାହୁଁଛନ୍ତି, ଯେ ଆଧ୍ୟାତ୍ମିକତାର ଯୋଉ ପରମାନନ୍ଦ ସ୍ୱରୂପ ଭଗବାନଙ୍କୁ ଜାଣିବାକୁ ଚାହିଁଲେ ଯଦି, ତାହେଲେ ଆପଣଙ୍କୁ ମିଳିପାରିବ। ତ ସେଥିପାଇଁ ଦେଖନ୍ତୁ ଅସଂଖ୍ୟ ଜନ୍ମରୁ ଆପଣ ଯୋଉ ବାରମ୍ବାର ଶୁଣି ଆସିଛନ୍ତି ଯେ ଭଗବାନ ନାହାନ୍ତି କିମ୍ବା ଯେକୌଣସି ପ୍ରକାର, ସେଇଥିପାଇଁ ତ ଭଗବତ ପ୍ରାପ୍ତି ହୋଇନାହିଁ, କିମ୍ବା କୌଣସି ପ୍ରକାର କିନ୍ତୁ କିଛି ନା କିଛି ଭଲ କାମ କରିଥିବାରୁ ଆପଣ ମାନଙ୍କୁ ସୁକର୍ମ କରିଥିବାରୁ କିମ୍ବା ଭଗବାନଙ୍କ ନାମ ଜପ କରିଥିବାରୁ
ଆପଣଙ୍କୁ ଏ ଜନ୍ମରେ ଭଗବତ ଆରାଧନା ପାଇଁ ଇଚ୍ଛା ସୃଷ୍ଟି ହଉଛି, ଯୋଉଠି ପ୍ରାରବ୍ଧ ଆପଣଙ୍କୁ ସେ ଦିଗରେ ପ୍ରବର୍ତ୍ତାଉଛି। ତଥାପି ତା ଛଡା ଆପଣଙ୍କର ପୁରୁଷାର୍ଥ ମଧ୍ୟ ଅଛି, ଆପଣ ନିଜସ୍ୱ ଇଚ୍ଛାରେ ମଧ୍ୟ ଆସୁଛନ୍ତି। ଭଗବାନ ଆମକୁ ସେ ସୁବିଧା ମଧ୍ୟ ଦେଇଛନ୍ତି ଯେ ତୁମେ ତୁମ ପ୍ରାରବ୍ଧ ମଧ୍ୟ ବ୍ୟବହାର କର, ତୁମର ପୁରୁଷାର୍ଥ ମଧ୍ୟ ବ୍ୟବହାର କର। ତ ତେବେ ସେଥିପାଇଁ ଏ ସତ୍ସଙ୍ଗ ଯେ ଆମେ ଯୋଉ ଅସଂଖ୍ୟ ଥର ଶୁଣି ଆସିଛନ୍ତି ଭୁଲ, ତାକୁ ଆମେ ଅସଂଖ୍ୟ ଥର ଠିକ ବୋଲି କଣ ତାହା ଜାଣିବା। ସେଥିପାଇଁ ସେଥିପାଇଁ ଅନେକ କ୍ଷେତ୍ରରେ ନାମ ଜପ ମଧ୍ୟ କରିବାକୁ କୁହାଯାଏ। ଭଗବାନଙ୍କର ଭଗବତ ନାମ ଜପ କରିବାକୁ କୁହାଯାଏ, ଭଗବତ କିମ୍ବା ସତ୍ସଙ୍ଗ ଶୁଣାଯାଏ। ଏମିତି ଅନେକ ଉଦାହରଣ ମଧ୍ୟ ଅଛି ଯୋଉମାନେ ସତ୍ସଙ୍ଗ ଶୁଣି ଭଗବତ ପ୍ରାପ୍ତି କରିଛନ୍ତି। ତ ଯୋଉମାନେ ବି ଆଜି ଏ କଥା ଶୁଣିଲେ କିମ୍ବା ଯୋଉମାନେ ଏ ଦିଗରେ ଉତ୍ସାହୀ ମଧ୍ୟ ନୁହନ୍ତି, ସେଥିପାଇଁ ବ୍ୟସ୍ତ ହବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ। କାହିଁକି ନା ଭଗବାନ କହୁଛନ୍ତି ଯେ ନୁହେଁ କି ଯେ ଖାଲି ଜ୍ଞାନ ଯୋଗ ମାଧ୍ୟମରେ ଭଗବତ ପ୍ରାପ୍ତି କରାଯାଏ। ଏମିତି ଆଜି ଜଣେ ଭଉଣୀ ମଧ୍ୟ ପଢିଲେ, ସୌମ୍ୟା ଭଉଣୀ ପଢିଲେ, ଭଗବତ ଗୀତା ପଢିଲା ବେଳେ ଅର୍ଜୁନ ପଚାରୁଛନ୍ତି କର୍ମ ସନ୍ନ୍ୟାସ ଯୋଗରେ, ହେ ପ୍ରଭୁ ତମେ ଏଟା କହୁଛ ସେଟା କହୁଛ, କର୍ମ ଯୋଗ କହୁଛ, କର୍ମ ସନ୍ନ୍ୟାସ ତମେ କହୁଛ କର୍ମ ଛାଡିଦବାକୁ, ପୁଣି ସେତେବେଳେ କହୁଛ କଣ କରିବି ତମେ ଭଗବାନଙ୍କୁ ଭକ୍ତି କରିବି ନା କର୍ମ କରିବି ନା କର୍ମ ଛାଡିବି ନା ଜ୍ଞାନ ମାର୍ଗ ଧରିବି। ଏମିତି ପଚାରିଲା ବେଳେ ଭଗବାନ ବୁଝାଉଛନ୍ତି ଯେ ଏସବୁ ପ୍ରକ୍ରିୟା ଯଦିଓ ଭିନ୍ନ, କିନ୍ତୁ ଗତି ସମାନ ଏବଂ ଗତି ପରମ ଗତି ନିଶ୍ଚିତ ଭାବରେ ସମାନ। ତ ସେଇଟା ବୁଝିବା ପାଇଁ ଭଗବାନ ମଧ୍ୟ ଭଗବତ ଗୀତାରେ ଶ୍ରୀମଦ ଭଗବତ ଗୀତାରେ କହୁଛନ୍ତି ଅନନ୍ୟ ଚିନ୍ତୟନ୍ତୋ ମାମ୍ ଯେ ଜନାଃ ପରିଉପାସନ୍ତେ ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍। ତ କଣ କହୁଛନ୍ତି, ଆପଣ ମାନଙ୍କୁ ଯୋଉମାନଙ୍କର ଏଇ ଦିଗରେ ଇଚ୍ଛା ମଧ୍ୟ ନାହିଁ, କି ଆଜି ଯୋଉ କଥା ଏତେ କଥା ଏଇ ଅଦ୍ୱୈତ ଦର୍ଶନ ଏସବୁର ଇଚ୍ଛା ମଧ୍ୟ ନାହିଁ, ଇଏ କେବଳ ଯୋଉମାନଙ୍କ ମନରେ ତର୍କ ସୃଷ୍ଟି ହଉଛି। କାହିଁକିନା ସମାଜରେ ଅନେକ ଅଛନ୍ତି, କାହିଁକିନା ହିସାବ ହଉଛି କୋଉ ହଜାରରେ ଜଣଙ୍କର ଭଗବତ ପ୍ରାପ୍ତିର ଇଚ୍ଛା ସୃଷ୍ଟି ହୁଏ, କିଏ ତା ଭିତରେ ପୁଣି ସାଧନା କରେ ତ କିଏ କରେନି, ତା ଭିତରେ ପୁଣି ଏମିତି ବହୁତ କ୍ଷୁଦ୍ରାତି କ୍ଷୁଦ୍ର ସଂଖ୍ୟାରେ ଲୋକ ଅଛନ୍ତି ଯୋଉମାନେ ଚାହାନ୍ତି ପ୍ରକୃତିରେ ଭଗବତ ପ୍ରାପ୍ତି ପାଇଁ, ମନରେ ଦୃଢ ଇଚ୍ଛା ସୃଷ୍ଟି ହୁଏ। ତ ସେଥିପାଇଁ କିନ୍ତୁ ବହୁତ ଜଣ ନାହାନ୍ତି ନା, ସେମାନଙ୍କ ପାଇଁ ଏସବୁ ତର୍କ, ଏସବୁ ଭଗବାନ ପ୍ରକୃତରେ ତାଙ୍କ ସ୍ୱରୂପ କଣ। ତ ଆପଣ ମାନଙ୍କୁ ଭଗବାନ ତ ଅଭୟ ହିଁ ପ୍ରଦାନ କରିଛନ୍ତି, କହୁଛନ୍ତି ଯେ ଅନନ୍ୟ ଚିନ୍ତୟନ୍ତୁ ମାମ୍, ଯେ କେବଳ ମୋ ବିଷୟରେ ଅନନ୍ୟ ଚିନ୍ତୟନ୍ତୁ ମାମ୍, ଯେ ମୋ ବିଷୟରେ ଅନନ୍ୟ ଭାବରେ କେବଳ ଆଉ କାହା କଥା ଛାଡି କେବଳ ମୋ ବିଷୟରେ ହିଁ ଚିନ୍ତନ କରେ। ଅନନ୍ୟ ଚିନ୍ତୟନ୍ତୁ ମାମ୍ ଯେ ଜନାଃ ପରିଉପାସନ୍ତେ, ଯେଉଁ ଲୋକମାନେ ମୋର ଉପାସନା କରନ୍ତି। କେମିତି ଉପାସନା ନା ଅନନ୍ୟ, ଆଉ କାହା ଉପରେ ଭରସା ନାହିଁ, ଗମ୍ଭୀରରୁ ଗମ୍ଭୀର ସ୍ଥିତିରେ ମଧ୍ୟ ଭଗବାନ ହିଁ ମୋର ଏକମାତ୍ର ସହାୟକ। ଯୋଉମାନେ ଭାବି ନେଇଛନ୍ତି, ଯୋଉମାନେ ଧରି ନେଇଛନ୍ତି, ସେମାନେ ତ ପାର ପାଇଗଲେ, ସେମାନଙ୍କ ପାଇଁ ଏସବୁର ଆବଶ୍ୟକତା ନାହିଁ। ଏସବୁ ଆବଶ୍ୟକ ତାଙ୍କଠୁ ତଳ ସ୍ଥିତିରେ ଥିବା ଲୋକଙ୍କ ପାଇଁ, ଯୋଉମାନେ ସେ ସ୍ଥିତିକୁ ବିଶ୍ୱାସ, ଏସବୁ ସମସ୍ତ ଜିନିଷ ବିଶ୍ୱାସ ସୃଷ୍ଟି କରିବା ପାଇଁ, ଗତ ସମସ୍ତ ବିଷୟ ହେଇଛି ବିଶ୍ୱାସ ସୃଷ୍ଟି କରିବା ପାଇଁ। ଯାହାଙ୍କ ମନରେ ଥରେ ସୃଷ୍ଟି ହେଇଯାଇଛି ଭଗବାନଙ୍କ ଉପରେ ବିଶ୍ୱାସ, ତାଙ୍କୁ ଏସବୁ ଜିନିଷର କୌଣସି ଆବଶ୍ୟକତା ନାହିଁ। ଅନନ୍ୟ ଚିନ୍ତୟନ୍ତୁ ମାମ୍ ଯେ ଜନାଃ ପରିଉପାସନ୍ତେ ତେଷାଂ ନିତ୍ୟାଭିଯୁକ୍ତାନାଂ, ତ ଯୋଉମାନେ ଉପାସନା କଲେ ସେଇ ନିତ୍ୟ ଅଭିଯୁକ୍ତ ମାନଙ୍କର, ସେଇ ଯୋଉ ଯୁକ୍ତ ଉପାସକ ମାନଙ୍କର, ଯୋଉମାନେ ଯୋଡି ହେଇଛନ୍ତି ଉପାସନା କରୁଛନ୍ତି, ଯୋଗକ୍ଷେମଂ ବହାମ୍ୟହମ୍, ଭଗବାନ କହୁଛନ୍ତି ସେମାନଙ୍କ ଜୀବନରେ କଣ ଯୋଡାଯିବ, ତାଙ୍କ ଜୀବନରେ କଣ ଆବଶ୍ୟକ, ଯୋଗ ଆଉ କ୍ଷେମ ଯାହା ରହିଲା ତାକୁ ସେ କେମିତି ଧାରଣ କରି ରଖାଯିବ। ଧନ୍ୟ ଯେ ତୁମ ଜୀବନରେ କଣ ଭଲ, କାହିଁକିନା ଆମେ ଭଲରେ ଜାଣିନାହୁଁ, କାହିଁକିନା ଭବିଷ୍ୟତ ଆମେ ଦେଖିନାହୁଁ, ଏ ଅନିଶ୍ଚିତ ଭବିଷ୍ୟତରେ କଣ ପ୍ରତ୍ୟେକ ବସ୍ତୁର କଣ ପରବର୍ତ୍ତୀ ସ୍ଥିତି ଘଟିବ ଆମକୁ ଜଣା ନାହିଁ, କିନ୍ତୁ ଭଗବାନ ତ ପରମ ଜ୍ଞାନୀ ଅନ୍ତର୍ଯାମୀ, ସେ ଜାଣନ୍ତି ଯେ କଣ କଲେ ଆମ ପାଇଁ ଠିକ ହବ। ତ ସେଥିପାଇଁ ସେ କହୁଛନ୍ତି ହେଲା ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍, ଯେ ମୁଁ ବହନ କରିବି। ଭଗବାନ ଦେଖନ୍ତୁ କେତେ କୃପା, କେତେ କୃପାଳୁ କୃପା ସାଗର ଭଗବାନ, କହୁଛନ୍ତି କି ତାଙ୍କର ଜୀବନରେ କଣ ଯୋଡା ହବ, ତାଙ୍କ ଜୀବନରେ ଯାହା ଯୋଡା ହବ ତାକୁ କେମିତି ସାଇତିକି ରଖାହବ, କେମିତି ଜୀବନରେ ସେମାନଙ୍କ ଜୀବନରେ ତାହା ରହିବ ଆଉ ଚିରଦିନ ପାଇଁ ରହିବ, ଯାହା ଆବଶ୍ୟକ ସେଟା ମୁଁ ବୁଝିବି, ମୁଁ ବହନ କରିବି। ପୁଣି ତା ଛଡା ବି କହୁଛନ୍ତି ବିଭିନ୍ନ ଲୋକଙ୍କର ଭଗବାନ ପ୍ରତି ବିଭିନ୍ନ ଭାବ, ସୁଦାମା ଯୋଉଠି ବନ୍ଧୁ ବୋଲି ଭାବୁଛନ୍ତି, ନନ୍ଦ ସେଠି ପୁତ୍ର ବୋଲି ଭାବୁଛନ୍ତି, ସେଠୁ କିଏ ସଖା ବୋଲି ଭାବୁଛନ୍ତି, କିଏ ପୁତ୍ର ଭାବୁଛନ୍ତି, କିଏ ଗୁରୁ, ଭଗବାନ ତ ଜଗତ ଗୁରୁ, ତାଙ୍କୁ କିଏ ଗୁରୁ ବୋଲି ଭାବୁଛନ୍ତି। ଭଗବାନ ଏକଥା ମଧ୍ୟ କହୁଛନ୍ତି ଯହ ଯଥା ମାମ୍ ପ୍ରପଦ୍ୟନ୍ତେ ତମ୍ ତେଷାଂ ଭଜାମ୍ୟହମ୍, ଯିଏ ମତେ ଯେମିତି ଆଶ୍ରା କରେ, ଯହ ଯଥା ମାମ୍ ପ୍ରପଦ୍ୟନ୍ତେ, ଯିଏ ମତେ ଯେମିତି ଉପାସନା କରେ, ମତେ ଯେମିତି ଶରଣ ନିଏ, ତମ୍ ତେଷାଂ ଭଜାମ୍ୟହମ୍, ମୁଁ ମଧ୍ୟ ତାକୁ ସେମିତି ଭାବରେ ପୂଜା କରେ। ସେଥିପାଇଁ ତ ଭଗବାନ ନନ୍ଦଙ୍କ ଘରେ ପୁତ୍ର ହେଇ ସୁଦାମାଙ୍କର ବନ୍ଧୁ ହେଇ ଜନ୍ମ ହେଲେ। ଯୋଉମାନେ ଗୁରୁ ରୂପରେ ପୂଜା କରୁଛନ୍ତି ଗୁରୁ ରୂପରେ ପାଇଛନ୍ତି, ଯୋଉମାନଙ୍କର ସହଚରୀ ଭାବ ରହିଛି ସେମାନେ ଭଗବାନଙ୍କର ଲୀଳା ସ୍ୱୟଂ ଦେଖନ୍ତି। ଏମିତି ଅନେକ ଉଦାହରଣ ମଧ୍ୟ ରହିଛି। ଆମେ ତ ବୃନ୍ଦାବନ ଯାତ୍ରା କରୁଛନ୍ତି, ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ସେଠି ମଧ୍ୟ ଦେଖିବେ କେତେ ସନ୍ଥ ମାନଙ୍କୁ ଭେଟିବେ ଯୋଉମାନଙ୍କର ସେଇଭଳି ଭାବ ରହିଛି। ତ କଥା ଆସୁଛି ଯେ ପୁଣି ତା ଛଡା ଭଗବାନ ଏମିତି ମଧ୍ୟ କହିଛନ୍ତି, ଆପଣ ତ ଯୋଉମାନଙ୍କର ଭଗବତ ଭକ୍ତି ଜୀବନରେ ଥରେ ଆରମ୍ଭ ହେଇଗଲା, ଭଗବାନ କହୁଛନ୍ତି ଯୋଉମାନେ ପାରୁନାହାନ୍ତି, କାହିଁକିନା ସଂସାର ଏଇ ତ କଳି ଯୁଗ, ଧର୍ମର ଚାରିପାଦ ଭିତରୁ ଗୋଟିଏ ପାଦ କେବଳ ବଞ୍ଚିଛି,
तो एठी मध्यरे चेष्टा करि परिबा खूब कष्ट तथापि जो माने जीवन थरे दुई थरे भी अल्प किछि चेष्टा करिसेंती सेमानकर केबे पतन हेबो नै केमिति हेबोनी आपण आगर तो उदाहरण जेमिति देखंतु पूर्व जन्म रे किछि ना किछि भगवत आराधना आपण करिथिले बोली ए जन्म रे आपणकर भगवान प्रति निष्ठा भक्ति भाव जागृत होउछि ये भविष्य रे आपण आगु आगु मध्य नेबो भगवान कोन कहउछंती कौन्तेय प्रति जानी ही न मे भक्त प्रणश्यति कौन कहउछंती हे कौन्तेय हे कुंती पुत्र अर्जुन श्रीमद् भगवत गीता कहउछंती कौन कहउछंती तुमे जानो तुमे कौन जानो न मे भक्त प्रणश्यति मोर कौनसी भक्त नष्ट हुए नहीं तो देखंतु भगवान आपन केते भलो भाबरे अभय प्रदान करछन्ती आपनकर भय करिवार कोनोसी आशंका नै जदि ए जन्म रे मध्य भगवत प्राप्ति न होई पारला भगवानकर भगवत प्राप्ति विभिन्न प्रकार किए मोक्ष प्राप्ति करे किए कर्म योग रे भगवानकर सेवा रे लागि जाए तो किए भक्ति लागि जाए तो जेकोसी माध्यम हुना कहीं तो जार ए जन्म रे प्राप्त होई पारला नै भगवान कहउछन्ती से नष्ट होबनी न मे भक्त प्रणश्यति मोर भक्त केबे नष्ट हुए नै से परवर्ती जन्म रे मु ताकू कोनसी स्वर्ग प्रदान करिबिनी कि कोनसी धनी घरे देदेबी जोथे आसुरिक भाव थिबो सेमिति भी जगह नुहे ताकू केवल ओ केवल ता पई जोटा भलो जोगी घर जोगी कुल संथ समाज सात्विक परिवेश जोंथिरे कोनसी आर्थिक बाधा विघ्न रहिबो नाही केवल केवल भगवत चिंतन चलिथिबो केवल भगवत नाम चलिथिबो केवल मोर ही गुण कीर्ति विशेष आलोचना होथिबो तो मु ताकू सेही जगह रे परवर्ती जन्म देबी तेणु केबे ता से नष्ट जीवनी देखंतु आउ कोन आवश्यक पुनी आपण जे भगवान को आराधना करूछन मन जे भगवान को आराधना करूछन सी ही आपण को अभय प्रदान कले तो ई जो जीवन रे कथा उठिला जे व्यस्त जंजाल ई सब जिंस तो मूल्यहीन होई पड़िबा आपण जे तर्क माध्यम रे चाहिबे मध्ये हम अनेक तर्क देले विषय आलोचना मध्ये कले तो जीवन रे केमिति आमे जदी देखिबा ज्ञान योग माध्यम रे आ जो माने भगवान भक्त तमान कथा कोन बा कहिबा भगवान तो तांको अभय प्रदान करि रखछन तो आज विषय ये जो व्यस्त बहुल जीवन विषय आज आम आपण मैंने निजे किंतु मनन करेंगे जो मैंने मन रे कौन प्रकार संशय द्विधा रोचे तेणु आपण मैंने सत्संग ये छाड़ी जातुनि आर रविवार आरंभ हवा पूर्व कि जेकोसी परवर्ती सत्संग पूर्व आपण मैंने एबेठू लगातार भाव जारी रखु सत्संग निज सहित एमती गोटे श्रवण गोटे वक्ता और श्रोता था तो आपण मानू जानी रखु जो मैंने मु तो साधारण आज प्रथम थर कहूँ कहला बेले मते व्यस्त लागिवो कि नहीं मु जब प्रथम सुनिले आज मते कहिबाकू हबो तो मु संक्षिप्त रे सारी दउची यदि व्यस्त लागिला जे कोन कहिबी केमिति कहिबी मु तो विशेष किछ थर केबे कहि नै तो पुनी भाबिली ए व्यस्तता कोन पई मन रे कामना सृष्टि होची मु कोन भल रे कहि परिबी मु जा कहिबाकू चाहिबी काइना मु तो विशेष कहिनी पुनी जहांकर जहा आवश्यक जेमिति अपर पक्षरे वर्तमान 65 जन अछंती तो 65 जनकर आवश्यकता अलग अलग तो सबुठु गुरुत्वपूर्ण विषय से सत्संग रे गुरु एथि आवश्यक कहीं तुम आवश्यकता अनुसार तुमको से तुम ज्ञान प्रदान करि परिबे मु जानि नै अपर पक्षरे थिबा लोक प्रकृति तांकर कोन आवश्यक केवल श्रोत्रिय ब्रह्मनिष्ठ गुरु ही प्रदान करि परिबे से ज्ञान तो मो पाखरे से सामर्थ्य मध्य नाही तो एमिति अनेक विषय चिंतन करी व्यस्त हेली पुनी भाबिली कहि भगवान जहा चाहिए ठीक ही हबो तो मु ही कोन करि परिबी सेतुन ही जो व्यस्तता ये चिंतन ये सब कामना रु ही सृष्टि हेछि तो कामनार प्रभाव पाई मध्य भगवान अनेक श्लोक कहते किंतु ताकर निराकरण पाई मध्य कहते किंतु आउ समय नाही तो आज पई एठी समाप्त करिबा आपण माने भगवत विश्वास जारी रखंतु जय जगन्नाथ जय जगन्नाथ जय धन्यवाद भाई हम व्यस्तता को शांति करिया को हम जंजाल को मार्गदर्शन दवा पई जय श्री जगन्नाथ जय श्री जगन्नाथ श्रीकृष्ण हिंदू धर्मर भगवान श्रीकृष्ण विष्णुकर अष्टम अवतार बोली ग्रहण कराଯାଏ ତେଣୁ ତାଙ୍କ ବିଷୟରେ ଆମ ଗ୍ରହଣରେ ଆଜି ଶୁଣିବା ପାଇଁ ଯାଉଛନ୍ତି ଯୋଗେଶ କୁମାର ସାହୁ ଭାଇ ତେଣୁ ତାଙ୍କୁ ଅନୁରୋଧ କରିବି ସେ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି କୁହନ୍ତୁ। जय श्री जगन्नाथ। वसुदेव सुतं देवो चारुणमादर देवकी परमानन्दम् कृष्ण वन्दे जगद्गुरुम् श्रीकृष्ण वन्दे जगद्गुरुम्
जय जगन्नाथ मोर समस्त गुरुजन मानक मोर प्रणाम और जय जगन्नाथ और मोर भाई भौणी मानक मोर जय श्री जगन्नाथ मु वर्तमान भगवान श्री कृष्ण विषय किछि कहबाकू जाउछि। भगवान श्री हरि नारायणଙ୍କର ଅଷ୍ଟମ ଅବତାର ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ପ୍ରଭୁ ଶ୍ରୀକୃଷ୍ଣଙ୍କର ମାତାଙ୍କର ନାମ ହେଉଛି ଦେବକୀ ଓ ତାଙ୍କ ପିତାଙ୍କ ନାମ ହେଉଛି ନନ୍ଦରାଜ। କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଲାଳନ ପାଳନ କରିଥିଲେ ନନ୍ଦରାଜ ଓ ମା ଯଶୋଦା। ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମର ଏକ ବହୁତ ବଡ଼ କାହାଣୀ ରହିଅଛି। ସେହି ଜନ୍ମ କାହାଣୀକୁ ମୁଁ ବର୍ତ୍ତମାନ କହିବାକୁ ଯାଉଅଛି। ଭଗବାନ ଶ୍ରୀକୃଷ୍ଣଙ୍କର ମାମୁଙ୍କ ନାଁ ହେଉଛି କଂସ। କଂସଙ୍କର ଭଉଣୀ ନାଁ ହେଉଛି ଦେବକୀ। ଦେବକୀ ଓ ବସୁଦେବଙ୍କର ବାହାଘର ସରିବା ପରେ କଂସ ସେ ଦୁଇ ଜଣଙ୍କୁ ଗୋପପୁରରେ ଛାଡ଼ିବାକୁ ଯାଉଥିଲା। ସେହି ସମୟରେ ଆକାଶବାଣୀ ହେଲା, ରେ କଂସ, ତୁ ଯାହାକୁ ଛାଡ଼ିବାକୁ ଯାଉଅଛୁ ତାର ଗର୍ଭରେ ତତେ ଯିଏ ମାରିବ ତାର ଗର୍ଭରେ ସେ ବଢୁଛି। ଏତିକି ଶୁଣି କଂସ ବସୁଦେବ ଓ ଦେବକୀଙ୍କୁ ନେଇ କାରାଗାରରେ ବନ୍ଦୀ କରି ରଖିଲା। ସେ 7ଟି କାରାଗାରର କବାଟ କରିଲା ଓ ସେଇ 7ଟି କାରାଗାରର ସବୁଠାରୁ ଶେଷ କାରାଗାରରେ ନେଇ ସେ ବସୁଦେବ ଓ ଦେବକୀଙ୍କୁ ରଖିଲା। ସବୁ କାରାଗାରର କବାଟ ସାମ୍ନାରେ ଦୁଇ ଦୁଇଟି ଦ୍ୱାରପାଳକୁ ଯୋଗାଇଲା ଓ କହିଲା କି ଶିଶୁର କାନ୍ଦ ଯେପରି ଶୁଭିବ ତୁମେମାନେ ମତେ ଆସି କହିବ କି ଶିଶୁର କାନ୍ଦ ଶୁଭାଯାଉଛି। ଏମିତି କିଛି ଦିନ ବିତିଗଲା ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦେବକୀଙ୍କର ପ୍ରଥମ ଗର୍ଭ ଧାରଣ କଲେ। ପ୍ରଥମ ଗର୍ଭ ଧାରଣ କରି ତାର କିଛି ମାସ ପରେ ତାଙ୍କର ପ୍ରଥମ ସନ୍ତାନ ହେଲା। କହିବା ସେହି ଶିଶୁଟି କାନ୍ଦିଲା। କଥା ଅନୁସାରେ ଦ୍ୱାରପାଳ ମାନେ ଯାଇ କଂସକୁ କହିଲେ, ମହାରାଜ, ଗୋଟିଏ ଶିଶୁ ଜନ୍ମ ହୋଇଛି। କଂସ ଆସିଲା, ଶିଶୁଟିକୁ ଧରିଲା, ଗୋଟିଏ କାନ୍ଥରେ ପିଟି ମାରିଦେଲା। ଏପରି ଦ୍ୱିତୀୟ ଗର୍ଭ ଜନ୍ମ ହେଲେ ଦ୍ୱିତୀୟ ଗର୍ଭକୁ ବି ସେ ମାରିଦେଲା। ତୃତୀୟ ଗର୍ଭ ଜନ୍ମ ହେଲେ ତୃତୀୟ ଗର୍ଭକୁ ମାରିଦେଲା। ଏପରି ଷଷ୍ଠ ଗର୍ଭ ଯେ ସେ ମାରିଦେଲା। ସପ୍ତମ ଗର୍ଭରେ ବଢୁଥିଲେ ବଳରାମ। ପ୍ରଭୁ ଶ୍ରୀ ହରି ନାରାୟଣ ବଳରାମଙ୍କୁ ରୋହିଣୀଙ୍କ ଗର୍ଭକୁ ପଠାଇଦେଲେ ଓ ଦେବକୀଙ୍କୁ ଲାଗିଲା କି ତାଙ୍କର ସପ୍ତମ ସନ୍ତାନ ପେଟରୁ ହିଁ ନଷ୍ଟ ହୋଇଯାଇଛି। ତେଣୁ ସମସ୍ତଙ୍କୁ ଜଣା ପଡିଗଲା କି ପେଟରୁ ହିଁ ସେହି ସନ୍ତାନଟି ନଷ୍ଟ ହୋଇଯାଇଛି। କିଛି ଦିନ ପରେ ଭଗବାନ ଶ୍ରୀ ହରି ନାରାୟଣ ଆସି ବସୁଦେବ ଓ ଦେବକୀଙ୍କୁ କହିଲେ, ମୁଁ ତୁମମାନଙ୍କର ଭକ୍ତିର ପ୍ରସନ୍ନ ହେଲି। ମୁଁ ତୁମମାନଙ୍କର ଗର୍ଭରେ ଆସିବାକୁ ଚାହୁଁଛି ଓ ଆଉ କିଛି ଦିନ ପରେ ମୁଁ ତୁମ ଗର୍ଭରୁ ଜନ୍ମ ଗ୍ରହଣ କରିବାକୁ ଯାଉଅଛି। ଏତିକି କହି ଭଗବାନ ଶ୍ରୀକୃଷ୍ଣ ଅନ୍ତର୍ଧ୍ୟାନ ହୋଇଗଲେ। କିଛି ଦିନ ପରେ ମା ଦେବକୀଙ୍କର ଅଷ୍ଟମ ଗର୍ଭ ଧାରଣ କଲେ। ଅଷ୍ଟମ ଗର୍ଭରେ ଆଉ କିଏ ନଥିଲେ ବରଂ ଭଗବାନ ଶ୍ରୀହରି ନାରାୟଣ ଥିଲେ। ଭଗବାନ ଶ୍ରୀହରି ନାରାୟଣ ମଧ୍ୟରାତ୍ରିରେ ଜନ୍ମ ହେଲେ। ସେ ଜନ୍ମ ହେବା କ୍ଷଣି ସମସ୍ତ ଦ୍ୱାର ଖୋଲିଗଲା। ସମସ୍ତ ଦ୍ୱାରପାଳ ମାନେ ଶୋଇ ପଡିଲେ। ଏପରିକି ଭଗବାନ ଶ୍ରୀକୃଷ୍ଣଙ୍କର କାନ୍ଦ ମଧ୍ୟ ଶୁଭାଗଲା ନାହିଁ। ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେବା ସମୟରେ ବହୁତ ଜୋରରେ ବର୍ଷା ହେଉଥିଲା। ଭଗବାନ ଶ୍ରୀକୃଷ୍ଣ ଆଉ ଥରେ ଶୂନ୍ୟବାଣୀ କଲେ କି ତୁମେ ମତେ ନେଇ ବୃନ୍ଦାବନକୁ ଚାଲ। ବୃନ୍ଦାବନରେ ତୁମର ସଖା ନନ୍ଦରାଜଙ୍କର ଗୋଟିଏ ଝିଅ ହୋଇଛି। ତୁମେ ମତେ ଯଶୋଦାଙ୍କ କୋଳରେ ରଖିଦବ ଓ ତାଙ୍କ ଝିଅଙ୍କୁ ଧରି ଚାଲି ଆସିବ। ଶ୍ରୀକୃଷ୍ଣ କହିବା ଅନୁସାରେ ବସୁଦେବ କାର୍ଯ୍ୟ କଲେ। ବସୁଦେବ ଗୋଟିଏ ଛୋଟ ଟୋକେଇରେ ଶ୍ରୀକୃଷ୍ଣଙ୍କୁ ରଖି ସେହି ବର୍ଷାରେ ବୃନ୍ଦାବନକୁ ଯାତ୍ରା କଲେ। ଯମୁନା ନଦୀରୁ ଚାଲି ଚାଲି ବୃନ୍ଦାବନକୁ ଯାତ୍ରା କଲେ। ଯମୁନା ନଦୀ ଦୁଇ ଫାଳ ହୋଇଗଲା ଓ ମଝିରେ ଯିବା ପାଇଁ ରାସ୍ତା ବାହାରି ପଡିଲା। ବର୍ଷା ଜୋର ହେଉଥିବା କାରଣରୁ ଶେଷନାଗ ଭଗବାନ ଶ୍ରୀକୃଷ୍ଣଙ୍କୁ ଛତା ଭଳିଆ ରକ୍ଷା କଲେ। ଏହିପରି ଚାଲି ବସୁଦେବ ଯାଇ ବୃନ୍ଦାବନରେ ପହଞ୍ଚିଗଲେ। ଶେଷରେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଶୁଆଇ ତାଙ୍କ ବଦଳରେ ନନ୍ଦରାଜଙ୍କ ଝିଅକୁ
ସେଠାରୁ ଆଣି ଆସିଲେ। ସେଠା ନନ୍ଦରାଜାଙ୍କ ଝିଅ ଆସିବା ପରେ ନନ୍ଦରାଜାଙ୍କ ଝିଅ କାନ୍ଦିଲେ। କାନ୍ଦିବା ଶବ୍ଦ ଶୁଣି ସମସ୍ତ ସିପାହୀ ମାନେ ଉଠି ପଡିଲେ ଓ କଂସଙ୍କୁ ଯାଇ କହିଲେ, ମହାରାଜ, ଗୋଟିଏ କନ୍ୟା ଜନ୍ମ ହୋଇଛି। ଗୋଟିଏ କନ୍ୟା ଆପଣଙ୍କର କଣ ଅବା କରିପାରିବ? କଂସ କହିଲେ କି ନା, ବ୍ରହ୍ମଦେବ ଆକାଶବାଣୀ ହେଇଛି କି ତାର ଅଷ୍ଟମ ଗର୍ଭ ହିଁ ମତେ ମାରିବ। ସେ କନ୍ୟା ହେଲେ ବି ମତେ ମାରିବ। କଂସ ସେହି କନ୍ୟାଟିକୁ ବଧ କରିବା ପାଇଁ ଗଲା ସମୟରେ ସେହି କନ୍ୟା ଜଣକ ଆକାଶରେ ଉଡିଗଲେ ଓ ସେ ହସି ହସି କହିଲେ, ରେ ମୂର୍ଖ, ତୁ ମତେ କଣ ମାରିବୁ? ମୁଁ ହଉଛି ଏ ଜଗତର ମାତା। ମୋ ନାଁ ହଉଛି ବିଜୁଳି କନ୍ୟା। ମୁଁ ହଉଛି ଦୁର୍ଗା। ତୁ ମତେ କଣ ମାରିବୁ? ତତେ ଯିଏ ମାରିବ ସେ ଗୋପପୁରରେ ବଢୁଛି। ଏତିକି କହି ବିଜୁଳି କନ୍ୟା ଅନ୍ତର୍ଧ୍ୟାନ ହୋଇଗଲେ। କଂସ ଆହୁରି ଚିନ୍ତାରେ ପଡିଗଲା। ସେ ପ୍ରଥମେ ପୁତନା ନାମକ ଜଣେ ରାକ୍ଷସୀକୁ ପଠାଇଲା ତାର ବିଷ ସ୍ଥାନ ପାନ କରାଇବା ପାଇଁ। ତାର ବିଷ ଭଗବାନ ଶ୍ରୀକୃଷ୍ଣ ଜାଣିପାରିଲେ କି ଇଏ ହଉଛି ପୁତନା ରାକ୍ଷସୀ। ଭଗବାନ ଶ୍ରୀକୃଷ୍ଣ ପୁତନା ରାକ୍ଷସୀକୁ ତାର ସ୍ତନପାନ କରି ତାକୁ ମାରି ଦେଇଥିଲେ। ଏହାପରେ ସେ ବହୁତ ପ୍ରକାର ବିଭିନ୍ନ ରାକ୍ଷସକୁ ଶ୍ରୀକୃଷ୍ଣଙ୍କୁ ବଧ କରିବା ପାଇଁ ପଠେଇଲା। ସେ ଅଘାସୁରକୁ ପଠେଇଲା। ଅଘାସୁର ତାର ପାଟିକୁ ମେଲାଇ ଶୋଇ ପଡିଲା। କୃଷ୍ଣଙ୍କର ସମସ୍ତ ସାଙ୍ଗମାନେ ଖେଳିବା ସମୟରେ ଦେଖିଲେ ନୂଆ ଗୁମ୍ଫା ଗୋଟିଏ ଅଛି। ସେଇ ଅଘାସୁରର ମୁହଁଟିକୁ ସେ ଚିକ୍ ଚିକ୍ କରି ଶୋଇକିନା ରଖିଦେଇଥିଲା। ଶ୍ରୀକୃଷ୍ଣଙ୍କର ସମସ୍ତ ସାଙ୍ଗମାନେ ଦେଖି ସେହି ଗୁମ୍ଫା ଭିତରକୁ ଚାଲିଗଲେ, ଯାହା ଅଘାସୁରର ମୁହଁ ଥିଲା। ଭଗବାନ ଶ୍ରୀକୃଷ୍ଣ ଜାଣିପାରିଲେ କି ଏହା ହଉଛି ଅଘାସୁରର ମୁହଁ। ତେଣୁ ସେ ଶୀଘ୍ର ଅଘାସୁରର ପାଟି ଭିତରକୁ ଗଲେ ଓ ଅଘାସୁରର ପେଟକୁ ଫାଡି ତାଙ୍କର ସାଙ୍ଗମାନଙ୍କୁ ଉଦ୍ଧାର କଲେ। ଏପରି ଦିନେ ବୃନ୍ଦାବନରେ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜା କରାଯାଉଥିଲା। ଇନ୍ଦ୍ର ଦେବତା ଜାଣିପାରିଲେ କି କୃଷ୍ଣ ଅଛନ୍ତି। ସେ କୃଷ୍ଣଙ୍କୁ ଭଲ ଭାବେ ଚିହ୍ନି ପାରିଲେ ନାହିଁ। ତେଣୁ ସେ ବହୁତ ଅହଙ୍କାରରେ ଆସି ବହୁତ ଜୋରରେ ଝଡ଼ ତୋଫାନ କରାଇ ଦେଲେ। ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ ହାତରେ ଉଠାଇଲେ ଓ ଇନ୍ଦ୍ରଙ୍କୁ ଦଣ୍ଡ ମଧ୍ୟ ଦେଲେ। ନିଜର କାଣି ଆଙ୍ଗୁଠିରେ ଉଠାଇଲେ ଓ ଇନ୍ଦ୍ରଙ୍କୁ ଦଣ୍ଡ ମଧ୍ୟ ଦେଇଥିଲେ। ଏତିକି କହି ମୁଁ ରହିଲି। ଜୟ ଶ୍ରୀ ଜଗନ୍ନାଥ। ଧନ୍ୟବାଦ ଭାଇ, ଏତେ ସୁନ୍ଦର ଭାବରେ ଆମକୁ ଶ୍ରୀକୃଷ୍ଣ କଥା କହିଥିବାରୁ। ଆଜି ଆମେ ଯାହାକୁ ମୁଖ୍ୟ ଅତିଥି ଭାବରେ ପାଇଛୁ, ସେ ଏକାଧାରରେ ସମାଜସେବୀ, ସେ ଜଗନ୍ନାଥ ପ୍ରେମୀ ଓ ମାନବ ଧର୍ମୀ। ସେ ଆଜି ଆମମାନଙ୍କୁ କିଛି କହିବେ ଏବଂ ଆମର ମାର୍ଗଦର୍ଶନ କରିବେ। ତେଣୁ ଆମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଭାଇଙ୍କୁ ଅନୁରୋଧ କରିବି, ସେ ଆମକୁ ସଠିକ ମାର୍ଗ ଦେଖାନ୍ତୁ। ओम मंगलम भगवान विष्णु मंगलम गरुड़ध्वज मंगलम पुंडरीकाक्षं मंगलम पुरुषोत्तम माधव माधव वाक्यं माधव माधव हरि स्मरन्ति माधव नित्य सर्वकार्येषु माधवम। जय श्री जगन्नाथ, जय श्री जगन्नाथ, जय श्री जगन्नाथ। मु संजय कुमार आचार्य, संजय साहू नुहे। जा हो आज ये जो भगवत प्रेमी आसर उपस्थित समस्त दिव्य आत्मन, प्रिय बाला मुकुंद और श्रीराधा अवतार स्वरूप पिला माने समस्त को अंतर स्वागत करुच्ची। आज ये भागवत आसर को परिचालना करुथिबा एवं विभिन्न विभाग रे भाग नहीं पिला मानकर आग्रह आ धी शक्ति को देखि सारला परे सुनी सारला परे मो मुंड नई जाउची एवं मु कोन कहबी मु निजे भी जानि पारुनी। तथापि जगन्नाथ पाखे निजक समर्पण कर अकिंचन किसी कहया चाहूँगी, जहाँ तो पिला मानकर हुए तो चला पथरे आलोकवर्तिका साजिपे। सर्वप्रथम धन्यवाद देवी जे मासर प्रथम रविवार पिला मानक पई समर्पित एक कथा को मन रखिकी ललित भाई क्या कौटी खंजीबे से जोगाड़ करके रखिंट और पछकू पछ एमती भाव में खंजी जहाँ को कई बाछि भी पारे ना। तेणु से सबुठारु धन्यवादर पात्र जे एमती मन रखिकी मुझे भावुली आज प्रथम रविवार कौन आज हम
ମୁଁ ଟିକେ ଟାୟାର୍ଡ ହେଇକି ଶୋଇପଡ଼ିଥିଲି, ଭାଇ ମୋତେ ଫୋନ କରି କହିଲେ, ଜଗେଇଦେଲେ ଯେ ଆଜି ଆପଣଙ୍କର ଏ କାମ ଅଛି। କିନ୍ତୁ ଯାହା କହିବାକୁ ମୁଁ ଭାବିଥିଲି ଆଉ ଭାବୁଛି ବୋଧେ କହିବାର ଆବଶ୍ୟକତା ନାହିଁ। କାହିଁକି ଆମର ସୁନା ପୁଅ ଯେ ନୀତିଶ ମିଶ୍ର ଶ୍ରୀମାନ, କଣ ବି ତା ପାଇଁ କହିବି, ସେ ଏତେ ସୁନ୍ଦର ଭାବରେ କହିଲେ ସବୁ ବିଷୟରେ ଯେ ସିଏ ମୋର ଗୁରୁ ହେଇଗଲେ। ମୁଁ ତାଙ୍କ ଆଗରେ ଆଉ କିଛି କହିବାକୁ ଚାହୁଁନି। ସବୁଠୁ ବେଶୀ ଧନ୍ୟବାଦ ଦେବି ସୁପ୍ରଭା ଭଉଣୀ କି, ଯେ ସେ ଏମିତି ସୁଯୋଗ୍ୟ ସନ୍ତାନ ଦୁଇଟି ଏ ସୃଷ୍ଟିକି ସମର୍ପଣ କରିଛନ୍ତି। ତାଙ୍କ ପାଦ ପାଖରେ ମୁଣ୍ଡ ନଇଁ ଯାଉଛି। ଧନ୍ୟ ସେ ବାପା ମା ଯେ ଏଭଳି ପିଲାମାନଙ୍କୁ ଗଢ଼ି ପାରିଛନ୍ତି। ତେଣୁ ନିଶ୍ଚିତ ଭାବରେ ସେ ଯାହା ଯାହା କହିଛନ୍ତି, ବ୍ୟସ୍ତବହୁଳ ଜୀବନ, ନିତ୍ୟ ଆନନ୍ଦ ଆନନ୍ଦ, ଯାହା ଏ ବିଷୟରେ ମାନେ ତାଙ୍କର ଯୋଉ ବୟସ, ସେ ବୟସରେ ପିଲାମାନେ ଯୋଉ ବିଷୟରେ ଭାବି ବି ନଥିବେ, ସେ ଗୋଟେ କଥା ଭାବିଛନ୍ତି ଆନନ୍ଦ। ଆଜିକାଲିର ପିଲାମାନେ ଗୋଟିଏ କଥା ମନେ ରଖିଛନ୍ତି, ଆମେ କୋଉ ପ୍ରକାର ଆନନ୍ଦ ନେବୁ। ଖାଲି ପିଲାମାନେ ନୁହେଁ, ଆମେ ବି ଯୋଉମାନେ ସଂସାରରେ ଅଛୁ, ଆମେ କେବଳ ଭାବି ଚାଲିଛୁ କେମିତି କେବଳ ଆନନ୍ଦ ହିଁ ପାଇବୁ, ଆନନ୍ଦ ହିଁ ପାଇବୁ, ଆନନ୍ଦ ହିଁ ପାଇବୁ। କିନ୍ତୁ ସେ ତାକୁ ଏତେ ସୁନ୍ଦର ଭାବରେ ବ୍ୟାଖ୍ୟା କଲେ। ଆଉ ମୁଁ ଦେଖୁଥିଲି ସୁପ୍ରଭା ଭଉଣୀଙ୍କ ମୁହଁରେ ସେ କହିବା ସମୟରେ ସେ ଯୋଉ ଦିବ୍ୟ ଜ୍ୟୋତି ଭାରତ ଯୋଉ ଖୁସି ହଉଥିଲେ, ତାଙ୍କର ସମସ୍ତ ଦୁଃଖ କଷ୍ଟ ସେଇଥିରେ ମେଣ୍ଟିଗଲା। ଠିକ ଅଛି, ଯେହେତୁ ଦୀପଦ କହିବାକୁ ତ ମୋତେ ସୁଯୋଗ ମିଳିଛି, ତେଣୁ ମୁଁ କହୁଛି ଯେ ଆମ ଯୋଉ ଭାରତ, ଆମ ଭାରତ ହେଲା ଦେବଭୂମି ଭାରତ। ଏ ହେଲା ମୁନି ଋଷିଙ୍କର ଦେଶ। ଏଠି ଆମେ ସମସ୍ତେ, ଆମର ଯୋଉ ଗୋତ୍ର ଗୋଟେ ଲେଖା ଅଛି ଜାଣିଥିବେ, ତେଣୁ ଏଇଥିରୁ ଆମେ ଜାଣିବା ଯେ ଆମର ସମସ୍ତ ଏବଂ ଆମେ ସମସ୍ତେ ସମର୍ପିତ ନିଶ୍ଚିତ। ସରି କଟି ଯାଇଥିଲା। ଏବେ ଶୁଭୁଛି ନା ଭାଇ? ଶୁଭୁଛି ନା ନାଇଁ ଏବେ? ଆଚ୍ଛା, ତେଣୁ ଯେହେତୁ ଆମ ସମସ୍ତଙ୍କ ଧାରଣା କଣ ଯେ ସେ ଛୋଟ ପିଲା, ସେ କିଛି ଜାଣିନି, ସେ କିଛି କରିପାରିବନି, ସେ କିଛି କହିପାରିବନି। ଏ ଯୋଉ ଧାରଣା ଆମର ସମ୍ପୂର୍ଣ୍ଣ ଭାବରେ ଭୁଲ। ଛୋଟ ପିଲା ହେଲେ ଗୋଟେ ମାଟି ପିଣ୍ଡୁଳା। ମୁଁ ପ୍ରଥମେ ଆମର ଯୋଉ ଉପସ୍ଥିତ ମା ବାପା ବା ଗୁରୁଜନ ମାନେ ଅଛି ତାଙ୍କ ପାଇଁ କିଛି ପଦେ କହୁଛି ଯେ ଛୋଟ ପିଲା ହେଲେ ଗୋଟେ ମାଟି ପିଣ୍ଡୁଳା। ତାକୁ ଆମେ ଯେମିତି ଭାବରେ ମାଟି ମୁଟିକି ଗଢିବା, ସେ ଠିକ ସେଇ ପ୍ରକାର ହବ। କାହିଁକି ନା ପ୍ରତ୍ୟେକ ପିଲାର ପ୍ରଥମ ଶିକ୍ଷକ ହେଲେ ତା ବାପା ମା ବା ତା ପରିବାର ଗୁରୁଜନ। ପ୍ରଥମ ବିଦ୍ୟାଳୟ ହେଲା ତା ପରିବାର। ତେଣୁ ସେଠି ଆମେ ଯେମିତି ପରିବେଶ ସୃଷ୍ଟି କରିବା, ଯେମିତି ତାଙ୍କୁ ଗଢିବା, ସେ ଠିକ ସେମିତି ହେବେ। ଦେଖନ୍ତୁ, ଆମେ ସମସ୍ତେ ବାପା ମା ହେଇଛୁ। ସମସ୍ତେ ବାପା ମା ହେଇଛେ, ଆମେ ସମସ୍ତଙ୍କର ପିଲାମାନେ ଅଛନ୍ତି। କିନ୍ତୁ ଆମେ ତ ଏମିତି ଭାବରେ ଗଢି ପାରିଲେନି ଯାହା ସୁପ୍ରଭା ଭଉଣୀ ତାଙ୍କ ପିଲାକୁ ଗଢିଛନ୍ତି। ତେଣୁ ଏଥିରେ ଆମର ହିଁ ଦୋଷ ରହୁଛି ଯେ ଆମେ ଆମ ପିଲାକୁ ଠିକ ଭାବରେ ଗଢି ପାରୁନେ। କିନ୍ତୁ ଆମେ ସମାଜକୁ ଦୋଷ ଦଉଛେ, ପରିବେଶକୁ ଦୋଷ ଦଉଛେ, ଅନ୍ୟକୁ ଦୋଷ ଦଉଛେ। କାହିଁକି ନା ମଣିଷ ଏକମାତ୍ର ପ୍ରାଣୀ ଯେ କାନ୍ଦି କାନ୍ଦିକି ଜନ୍ମ ହୁଏ, ଅଭିଯୋଗ କରି କରିକି ବଞ୍ଚେ, ଆଉ ନିରାଶାରେ ଶେଷବେଳେ କଣ ହୁଏ ନା ଶେଷ ସମାପ୍ତି ଘଟେ। ଅନ୍ୟକୁ ସବୁବେଳେ ଆମେ ଦୋଷ ଦଉଛୁ ଯେ ମୋ ଭାଗ୍ୟରେ ନାହିଁ, କିନ୍ତୁ ଭାଗ୍ୟଟା ତ ଆମ ହାତରେ ଅଛି। ଆମେ ତ ଚାହିଁଲେ ତାକୁ ଗଢି ପାରିବା। ତେଣୁ ମା ବାପା ମାନେ ନିଶ୍ଚିତ ଭାବରେ ନିଜକୁ ସଜାଡ଼ି ନେବା ଉଚିତ ଯେ ମୁଁ କେମିତି ସନ୍ତାନଟିଏ ଏ ସୃଷ୍ଟିକି ଦେବି, ଦାନବଟିଏ ଦେବି ନା ଦେବତାଟିଏ ଦେବି। ତେଣୁ ସେଇ ପ୍ରକାର ଭାବରେ ମୁଁ ଆଗେ ନିଜେ ପରିବର୍ତ୍ତନ ହେବି, ତାପରେ ମୋ ପିଲାମାନଙ୍କୁ ହିଁ ପରିବର୍ତ୍ତନ କରିବି, ଯୋଉମାନେ କି ଏ ସମାଜ ପାଇଁ ଗୋଟେ ଗୋଟେ ଆଲୋକ ବର୍ତ୍ତିକା ହେବେ। କାହିଁକି ନା ଭଗବାନଙ୍କର ଯୋଉ ସୁନ୍ଦର ସୃଷ୍ଟି, ଏ ସୁନ୍ଦର ସୃଷ୍ଟିରେ ଆମେ ମାଗିବା ପୂର୍ବରୁ ଆମକୁ ଭଗବାନ ସବୁ କିଛି ଦେଇ ସାରିଛନ୍ତି। କିଛି ଆମକୁ ମାଗିବାକୁ ପଡୁନି। ଜନ୍ମ ହେଲା ବେଳକୁ ଆମ ପାଖରେ ପାଇଁ ଖାଦ୍ୟ ରହିଛି, ମା ଛାତିରେ ଆମ ପାଇଁ ଖାଦ୍ୟ ରହିଛି, ପବନ ରହିଛି, ପାଣି ରହିଛି, ମାଟି ରହିଛି, ପଞ୍ଚଭୂତର ଶରୀର ପାଇଁ ସବୁ ଜିନିଷ ସେ ଆମକୁ ଯୋଗେଇ ଦେଇଛନ୍ତି। ତେଣୁ
ତାଙ୍କ ସୃଷ୍ଟିକି ଆଉ ଟିକେ ସୁନ୍ଦର ସରସ କରିବା ପାଇଁ ଆମର ଯେତେ ପ୍ରଚେଷ୍ଟା ହେବା ଦରକାର ସେ କଥା ଆମେ କରିବା। ତେଣୁ ପିଲାମାନଙ୍କୁ ନେଇ ଆମର ଯେଉଁ ସଂସାର, ଏ ପିଲାମାନଙ୍କୁ ଆମେ ଯେପରି ଭାବରେ ଗଢ଼ିବା ସେମାନେ ସେ ପ୍ରକାର ଭାବରେ ଗଢ଼ିବା। ତେଣୁ ନୈତିକତାର ଉତ୍ଥାନ ହେବ ବା ନୈତିକାର ପତନ ହେବ, ଏ କଥା ପାଇଁ ପିଲାମାନଙ୍କ ପାଇଁ ପିତାମାତା ଆଉ ପରିବେଶ ଶତକଡ଼ା 70% ଦାୟୀ, ଆଉ 30% ପିଲା ନିଜେ ଦାୟୀ। ତେଣୁ 70% ଯାହା ଉପରେ ନିର୍ଭର କରି ପିଲାଟାକୁ ଗଢ଼ିବା ପାଇଁ ଯଥା ଆମେମାନେ ପ୍ରଥମ ସଂଯତ ହେବା ଦରକାର, ଆମର ଉଚ୍ଚାରଣ ଆଚରଣ ଠିକ୍ ରହିବା ଦରକାର। ତାହେଲେ ପିଲାଟି ଆମ ପାଖରୁ ଶିଖି ସେ ଗୋଟେ ଭଲ ମଣିଷ ନିଶ୍ଚିତ ଭାବରେ ହେଇପାରିବ। ତେଣୁ ମୋର ପ୍ରଥମ ନିବେଦନ ରହିବ ଯେ ଆଜିର ଉପସ୍ଥିତ ବାପା ମା ଗୁରୁଜନମାନେ ଯେ ପିଲାଟିକୁ ବଡ଼ ମଣିଷ କରିବାର ପ୍ରତିଯୋଗିତାରେ ନ ରହି ଭଲ ମଣିଷଟେ କରିବାର ପ୍ରତିଯୋଗିତାରେ ରୁହନ୍ତୁ। ଆମେ କ'ଣ କରୁଛୁ ନା ପିଲାକୁ ପାଠ ପଢ଼େଇକି କ'ଣ ତ ପିଲା କରୁଛୁ ନା ଡାକ୍ତର ହେଇଛି, ଇଞ୍ଜିନିୟର ହେଇଛି, ସଫ୍ଟୱେୟାର କମ୍ପାନୀରେ ଅଛି, ପ୍ୟାକେଜ କେତେ ନା 10 ଲକ୍ଷ ପ୍ୟାକେଜ, 20 ଲକ୍ଷ ପ୍ୟାକେଜ, କିନ୍ତୁ ପିଲା କ'ଣ କରୁଛି ନା ମଦ ପିଇକି ଗଡ଼ୁଛି, ନଷ୍ଟ ଚରିତ୍ରର ହେଇଛି। ତେଣୁ ଏଇଟା ଆମର ଧ୍ୟାନ ହୋଇ ଭଲ ମଣିଷଟିଏ ସେ ହେବା ଦରକାର ଅଛି। ବଡ଼ ମଣିଷ ହେବା ଜମା ଦରକାର ନାହିଁ। କେତେ ଟଙ୍କାର ଗାଡ଼ି କିଣିବ, କେତେ ଟଙ୍କାର ବଡ଼ ବଙ୍ଗଲା ରଖିବ, କେତେ ଜମି କିଣିବ, ଏସବୁ ନ ରହିକି ଭଲ ନୈତିକ ଚରିତ୍ରର ପିଲାଟି ହେବାର ନିହାତି ଦରକାର ଅଛି। ତେଣୁ ଏତିକି ନିବେଦନ ପୁଣି ଥରେ ରଖିବି ଯେ ଗୁରୁଜନମାନଙ୍କୁ, ମା ବାପାମାନଙ୍କୁ ସୁନ୍ଦର ସୃଷ୍ଟି ପାଇଁ ସୁନ୍ଦର ପିଲାଟିଏ ଗଢ଼ନ୍ତୁ, ସୁନ୍ଦର ଜୀବନଟିଏ ଏ ସୃଷ୍ଟିକି ଦିଅନ୍ତୁ। ଆଉ ଶ୍ରଦ୍ଧେୟ ପିଲାମାନେ, ବାଲ୍ୟକାଳରୁ ପିଲାବେଳଠାରୁ ନିଜକୁ ସତ୍ ଚରିତ୍ର, ମିଷ୍ଟଭାଷୀ, ସତ୍ ଭାଷୀ, ସ୍ୱାଧ୍ୟାୟୀ ଭାବରେ ଗଢ଼ି ତୋଳିବା ପାଇଁ କି ବ୍ରତୀ ହୁଅନ୍ତୁ ଯେ ସମୟ ଆମ ପାଇଁ ବହୁତ ମୂଲ୍ୟବାନ। ଆଜିର ଏଇ ଯେଉଁ ସମୟ, ଆଜି ଦେଖନ୍ତୁ ଆଜି ହେଲା କେତେ ତାରିଖ ନା ଆଜି 5 ତାରିଖ, ବର୍ତ୍ତମାନ ରାତି 8:51। ଆମ ଜୀବନରେ ଆଉ ଏ ସମୟ ଆସିବ ନାହିଁ ଯେମିତି ନଦୀର ଜଳସ୍ରୋତ ତଳକୁ ତଳ ବହି ଯାଉଛି, ସେ ସ୍ରୋତକୁ ଆମେ ଆମ ଜୀବନରେ 2 ଥର ଛୁଇଁ ପାରିବା ନାହିଁ। ତେଣୁ ଭଗବାନଙ୍କ ପରେ ଯଦି ଆମେ କାହାକୁ ପୂଜା କରିବା ସେ ହେଲା ସମୟ। ବରଂ ପ୍ରଥମ ସମୟକୁ ପୂଜା କଲେ ହେବ, କାହିଁକି ନା ଭଗବାନ କହିଛନ୍ତି ଯେ କର୍ମ କର, କେବେ ଫଳ ପାଇଁ ଆଶା ରଖନା। ତେଣୁ ଆମେ ଏ ସମୟକୁ ଧ୍ୟାନ ଦେବା, ଏ ସମୟକୁ ନଷ୍ଟ କରିବାନି। କାହିଁକି ନା ଏ ଯେଉଁ ବାଲ୍ୟକାଳ ଆମର ଫେରି ଆସିବନି, ତାପରେ ସଂସାର କରିବା, ସେ ସମୟ ଫେରି ଆସିବ, ସମୟଟା ଆମର ଗଡ଼ି 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 ଚାଲିଥିବ। ତେଣୁ ଆମେ ନିଶ୍ଚିତ ଭାବରେ ଯେ ଆମ ଦେଶ ଯେଉଁ ଭାରତ ମୁନି ଋଷିର ଯେଉଁ ଦେଶ, ସେ ଦେଶକୁ ଆଉ ସୁନ୍ଦର କରିବା ପାଇଁ କି ଆମର ସମସ୍ତ ପ୍ରଚେଷ୍ଟା ରହିବା ଦରକାର। ତେଣୁ ସେଥିପାଇଁ ସମୟର ସଦୁପଯୋଗ କରିବା, ସମୟର ସଦ୍ବ୍ୟବହାର କରିବା। କାହିଁକି ନା ଏ ସମୟ ଆମ ପାଇଁ ବହୁତ 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 ମୂଲ୍ୟବାନ, ଆଉ ଥରେ କେବେ ଫେରି ଆସିବ ନାହିଁ। ତେଣୁ ଆମ ମନ ଭିତରେ ଯେଉଁ ରହୁଛି ଯେ ଏ ତ ଛୋଟ, ଅନେକ କହନ୍ତି ଏ ତ ଗୋଟେ ଛୋଟ ପିଲାଟେ, ମୁଁ କ'ଣ ଏକା ଧର୍ମ କରିବି, ମୁଁ କ'ଣ ପୁରାଣ ପାଠ କରିବି, ମୁଁ କ'ଣ ଶାସ୍ତ୍ର ପଢ଼ିବି, ସେ ବୟସ ମୋର ହେଇନି, ସେ ମୁଁ ବୁଢ଼ା ହୁଏ ନାହିଁ, ସେ କଥା ନୁହେଁ। ବାଲ୍ୟକାଳୁ ଧନ ମୁଁ ସଞ୍ଚିବି, ଏ ଜୀବନ ନୁହେଁ ସ୍ଥିର। ତେଣୁ ଏ ଯେଉଁ ପିଲାବେଳରୁ ଠାରୁ ଏବେଠୁ ଯଦି ମୁଁ ଆରମ୍ଭ କରିବି, ଏବେଠୁ ଯାହା ଅଭ୍ୟାସ କରିବି ତାହା ଶେଷ ପର୍ଯ୍ୟନ୍ତ ଚାଲିବ। ତେଣୁ ମୋର ଅନୁରୋଧ ସମସ୍ତଙ୍କୁ ଏ ଉପଦେଶ ମାଧ୍ୟମରେ ମୁଁ କହୁଛି, ସତ୍ ଚିନ୍ତା କର, ନିଜର ଯାହା କଥା କହୁଛ, କଥନୀ ଆଉ କରଣୀ, ମୁଁ ଯାହା କହୁଛି ସେଇ ପ୍ରକାର ଭାବରେ କାମ ହିଁ କରିବି। ଆଚରଣ ଉଚ୍ଚାରଣ ଠିକ୍ ରଖିବି ଏବଂ ତାହା ହେଲେ ମୋ ଜୀବନ ନିଶ୍ଚିତ ଭାବରେ ଗୋଟେ ଭଲ ଜୀବନ ହେବ, ସୁନ୍ଦର ଜୀବନ ହେବ। ଏ ସୁନ୍ଦର ପୃଥିବୀକି ମୁଁ ଆଉ ଟିକେ ସରସୁନ୍ଦର କରିପାରିବି, ଏଥିରେ ଦ୍ୱିମତ ନାହିଁ। ତେଣୁ ସମୟକୁ ନିଶ୍ଚିତ ଭାବରେ ଗୁରୁତ୍ୱ ଦିଅ। କାହିଁକି ନା ଦେଖନ୍ତୁ, ଆମେ କହୁଛେ ଯେ ଗୀତା, ଭାଗବତ, ମହାପୁରାଣ, ଗୀତାକୁ ଗୋଟେ ଗ୍ରନ୍ଥ ଭାବରେ ନିଅ, ଧର୍ମଗ୍ରନ୍ଥ ଭାବରେ ନିଅନି, ଗୀତା ଗୋଟେ କର୍ମଗ୍ରନ୍ଥ ଭାବରେ ନିଅ। କାହିଁକି ନା ଗୀତାରେ ଯେଉଁ ଦେଖ 18ଟି ଅଧ୍ୟାୟ ଅଛି, 700ଟି ଶ୍ଲୋକ ଅଛି, ଶ୍ରୀକୃଷ୍ଣ ଭଗବାନ ଅର୍ଜୁନକୁ ଯେଉଁ 45 ମିନିଟ୍ ତାକୁ କହିଛନ୍ତି, ତାହା କେବଳ କର୍ମ ଉପରେ ଆଧାରିତ। କୋଉଠି ସେ କହିନାହାନ୍ତି ତୁମେ ଫଳ କଥା ଚିନ୍ତା କର। କାହିଁକି ନା ଆମ କର୍ମଟା ଆମ ଅଧୀନ, ଫଳଟା ଆମ ଅଧୀନ ନୁହେଁ। ଆମେ ଯେମିତି କର୍ମ କରିବା ସେମିତି ଫଳ ପାଇବା। ତମେ ଦେଖ, ତମେ ଯେମିତି ପିଲାଦିନେ ପାଠ ପଢ଼ିବ, ତମେ ସେ ଅନୁସାରେ ନମ୍ବର ରଖିବ, ସେ ଅନୁସାରେ ତମେ ଭଲ ସମୟ ଆଗକୁ ଆସିବ, ଭଲ ସୁବିଧାରେ ତମେ ଚଳିବ। ତେଣୁ ଏ ସମୟଟା ଆଉ କେବେ ମିଳିବ ନାହିଁ। ତେଣୁ ସମୟର ଗୁରୁତ୍ୱ ବୁଝ, ସମୟକୁ ନିଶ୍ଚିତ ଭାବରେ ପୂଜା କର। ଆଉ ତାପରେ ଆଉ ଗୋଟେ କଥା ମୁଁ କହିବି, ଯାହା ଆମ ଗୁରୁଜନ ମାନଙ୍କର ମଧ୍ୟ ସେଥିରେ ଆବଶ୍ୟକତା ଅଛି
ସମସ୍ତଙ୍କ ଘରେ ଦୟାକରି ଗୀତାଟିଏ ରଖନ୍ତୁ। ସେ ଗୀତାରେ ଟିକେ ପ୍ରତିଦିନ ସକାଳୁ ଗାରେଇ ଫୁଲଟିଏ ଦିଅନ୍ତୁ। ନିଜେ ଟିକେ ଗୀତା ଯେତିକି ସମୟ ହେଉଛି, ଅଧ୍ୟାୟଟେ ହଉ, ଗୋଟିଏ ଶ୍ଲୋକ ହଉ, ଯାହା ଯେତିକି ସମୟ ହେଉଛି ଗୀତା ପାଠ କରନ୍ତୁ। ଏବଂ ପ୍ରତ୍ୟେକ ପିଲାମାନଙ୍କୁ ମୁଁ ଆଉ ଥରେ କହିବି, ପୁଅ ଝିଅମାନେ ପ୍ରତ୍ୟେକ ଦିନ ତମ ସମୟରୁ ଟିକିଏ କାଟି ଗୋଟିଏ ଶ୍ଲୋକ ହେଲେ ବି ଗୀତାରେ ପଢିବାକୁ ଚେଷ୍ଟା କର, ନିଶ୍ଚିତ ଭାବରେ ତମକୁ ଯେତେବେଳେ ସମୟ ହେଉଛି। ଆଉ ଦେଖ, ଏ ଗୀତା ଜୀବନ କେତେ ସରସ ସୁନ୍ଦର କରିବ, ଯାହା ଏ ମୋବାଇଲ ଆମକୁ ଦବ ନାହିଁ, ଯାହା ଏ କେହି ସମାଜ ଦେବ ନାହିଁ, ଯାହା ଟଙ୍କା ପଇସା ବା ଯୋଉ ପାର୍ଥିବ ସୁଖ ସେ ଆମକୁ ଦବନି। ଯାହା ଆମର ଭାଇ କହିଲେ ଯେ ଯୋଉ ଆନନ୍ଦ, ନିତ୍ୟ ଆନନ୍ଦ, ଗୋଟେ ରସଗୋଲା ଖାଇଲା ବେଳେ ଯୋଉ ଆନନ୍ଦ ମିଳେ, 10ଟା ଖାଇଲା ବେଳକୁ ସେ ଆନନ୍ଦ ଆଉ କେବେ ନଥିବ। ଏଇଟାକୁ ଟିକେ ମନେ ରଖିବ। ଏତେ ସୁନ୍ଦର ଉଦାହରଣ ସେ ଦେଇଛନ୍ତି, ମୁଁ ତ ବାରମ୍ବାର କହିଲା ବେଳକୁ ତାଙ୍କରି କଥାଟା ମୋ ମନକୁ ଆସୁ, ସେଇ କଥାଟା ମୋ ପାଟିକୁ ପଳେଇ ଆସୁଛି। ଏତେ ସୁନ୍ଦର ଉଦାହରଣ ସେ ଦେଲେ ଯେ ଆମେ ରସଗୋଲା କଣ କରୁଛୁ, ଲୁଚେଇ ଖାଇ ଦଉଛେ। ଘରେ ଯଦି ଅଛି ଫ୍ରିଜରେ, କେତେବେଳେ କାଢିକି ଖାଉଛେ ତାର କେହି ଜାଣିପାରିବେନି। କିନ୍ତୁ ଗୋଟାଏ ଖାଇଲା ବେଳେ ଯୋଉ ଆନନ୍ଦ, 10ଟା ଖାଇଲା ବେଳେ ସେ ଆନନ୍ଦ ଆଉ ନାହିଁ। ତେଣୁ ଯୋଉଥିରେ ଆମକୁ ଆନନ୍ଦ ମିଳୁଛି, ଏ ହରି କଥାରେ ଯୋଉ ଆନନ୍ଦ ମିଳୁଛି, ଗୀତା ପଢିବାରେ ଯୋଉ ଆନନ୍ଦ ମିଳୁଛି, ଭାଗବତ ପଢିବାରେ ଯୋଉ ଆନନ୍ଦ ମିଳୁଛି, ସତ୍ସଙ୍ଗ କରିବାରେ ଯୋଉ ଆନନ୍ଦ ମିଳୁଛି, ସେ ଆନନ୍ଦକୁ କେବେ ହେଲେ ଛାଡ ନା, କାହିଁକି ନା କେବେ ହେଲେ ମିଳିବ ନାହିଁ। ତେଣୁ ଲଳିତ ଭାଇଙ୍କି ସବୁବେଳେ ମନେ ପକେଇବା ଦରକାର ଅଛି। ଏଇ ପ୍ରଥମ ରବିବାର ହେଲା ପିଲାଙ୍କ କଥା, ଶେଷ ରବିବାର ହେଲା ବୟସ୍କ କଥା, ମଝି ରବିବାର ହେଲା ଆମର ମା ମାନଙ୍କ କଥା। ତେଣୁ ତାଙ୍କୁ ମଧ୍ୟ ଭଗବାନ ମାନେ ଭଲରେ ରଖନ୍ତୁ, ସବୁବେଳେ ମାନେ ସୁସ୍ଥ ରଖିଥାନ୍ତୁ। ସେ ଆମ ମାନଙ୍କୁ ଟିକେ ଜଗେଇ ଦିଅନ୍ତୁ ଭଲ ବାଟରେ ନବା ପାଇଁକି। ଟାଣି ଘୋଷାରି ଆମର ଟିକେ ଯିବାର ଇଚ୍ଛା ବି ନଥାଏ, ଆମକୁ ଟାଣି ଘୋଷାରି ଭଲ ବାଟରେ ନବା ପାଇଁ ଚେଷ୍ଟା କରୁଛନ୍ତି। ଆଉ ରହିଲା ଗୀତା କଥାଟା ଆଉ ଥରେ କହୁଛି, ଗୀତାକୁ ଧର୍ମଗ୍ରନ୍ଥ ଭାବରେ ନେଇ କର୍ମଗ୍ରନ୍ଥ ଭାବରେ ନିଅ। ନିଶ୍ଚିତ ଭାବରେ ଟିକେ ଗୀତା ପାଠ ପ୍ରତ୍ୟେକ ଦିନ ସକାଳୁ ଯେତିକି ସମୟ ହେଉଛି ଏଟା କର। ଯଦି ଆମେ ମା ବାପା ମାନେ ଆମେ କରିବା, ଆମ ଘରେ ଗୀତା ଟିକେ ଫୁଲ ଟିକେ ଦବା, ପୂଜା ଟିକେ କରିବା ବା ଗୀତା ପାଠ କରିବା, ନିଶ୍ଚିତ ଭାବରେ ସେମାନେ ବି କରିବେ। ତେଣୁ ପିଲାଙ୍କ ଦୋଷ କୋଉଥିରେ ନାହିଁ, ସବୁଥିରେ ଦୋଷ ରହୁଛି ଆମର। ତେଣୁ ଆମର ଯେମିତି ଆମେ ଧ୍ୟାନ କରିବା, ଯେମିତି ଧାରଣା କରିବା, ସେମିତି ଭାବରେ ଆମେ ଫଳ ନିଶ୍ଚିତ ଭାବରେ ପାଇବା। ଆମେ ଖାଲି କଣ କହୁଛୁ, ମୋ ଭାଗ୍ୟରେ ନାହିଁ, ଏମିତି ଖରାପ ହେଇଗଲା। ନାଇଁ ନାଇଁ, ଭାଗ୍ୟଟା କିଏ କରିଛି କି? ଭାଗ୍ୟଟା ତ ମୋ ହାତରେ ଥିଲା, ମତେ ତ ଭଗବାନ ପଠେଇଥିଲେ। ଆଚ୍ଛା ଦେଖନ୍ତୁ, ଭଗବାନ କାହାକୁ ମାନେ ବିରକ୍ତି ପାଇକି 20 ଘଣ୍ଟା କରିଦେଉଛି, ଆଉ କାହାକୁ ବହୁତ ଭଲ ପାଇକି 26 ଘଣ୍ଟା ଦେଇଛନ୍ତି। ସମସ୍ତଙ୍କ ପାଇଁ ତ 24 ଘଣ୍ଟା ଦେଇଛନ୍ତି। ତେଣୁ ଯଦି ସେଇ 24 ଘଣ୍ଟା ଭିତରେ ଜଣେ ସମୟର ସଦ୍ବ୍ୟବହାର କରିକି ନିଜେ ଏତେ ଭଲ ହେଇପାରିଲା, ତାହେଲେ ମୁଁ କାହିଁକି ହେବିନି? ଭଗବାନ ସମସ୍ତଙ୍କୁ 2ଟା ହାତ ଦେଇଛନ୍ତି, 2ଟା ଗୋଡ ଦେଇଛନ୍ତି, ସେଇ ବୁଦ୍ଧି ଦେଇଛନ୍ତି, ସେଇ धी ଶକ୍ତି ଦେଇଛନ୍ତି, ସମସ୍ତଙ୍କ ପାଇଁ ତ ସମାନ ଅଛି। ତେଣୁ ସମୟକୁ କେମିତି ଆମେ ତାଳରେ ନବା, ସେଟା ଆମ ଉପରେ ନିର୍ଭର କରେ। ବାଜାଟା ସମସ୍ତ ପାଇଁ ଏକା ପ୍ରକାର, ସେ ଢୋଲଟେ ହଉ କି ଆମର ହାରମୋନିୟମ, କୋଉ ତାଳରେ ବଜେଇବ ସେଟା ତା ଉପରେ ହିଁ ନିର୍ଭର କରେ, ନିଜର धी ଶକ୍ତି ଉପରେ ହିଁ ନିର୍ଭର କରେ। ଆଉ ଅଧିକ ସମୟ ନେବେନି ପିଲାମାନେ, ସତ୍ ପଥରେ ଚାଲ, ଦୃଢ ମନା ହୁଅ, ନିର୍ଭୀକ ହୁଅ। ଯାହା କହିବାକୁ ଚାହୁଁଛ ସ୍ପଷ୍ଟ କୁହ, ସ୍ପଷ୍ଟ ଭାବରେ କୁହ। କାହିଁକି ନା ଧରାଯାଉ ମୁଁ ବି ଭୁଲ କଲି, ମୁଁ ଜଣେ ବୟସ୍କ ଲୋକ, ମୁଁ ବି ଯଦି କିଛି ଭୁଲ କଲି ବା ଭୁଲ କହିଲି, ମତେ ସାଙ୍ଗେ ସାଙ୍ଗେ ଚେତେଇ ଦେବାର ଦାୟିତ୍ୱ ସମସ୍ତଙ୍କର, ତମମାନଙ୍କର। ତମେ ଭାବିବେ ମୁଁ ତ ପିଲାଟା, ସେ ଭୁଲ କରିছে ମୁଁ କାହିଁ କହିବି? ନାଇଁ ନାଇଁ, ଏଟା ସମସ୍ତଙ୍କ ଦାୟିତ୍ୱ। କାହିଁକି ନା 5 ମନ 25 ପ୍ରକୃତିରେ କେତେବେଳେ କିଏ କଣ ଭୁଲ କରେ ଠିକ କରେ କହିହବନି। ତେଣୁ ସମସ୍ତଙ୍କର ଦାୟିତ୍ୱ ଅଛି, ପରସ୍ପରକୁ ଆମେ ଜଗେଇ ଦେବା ଉଚିତ। ମୁଁ ପିଲାଙ୍କୁ କହିବା ଦରକାର, ପିଲାମାନେ ତମେ ଭଲ ପାଠ ପଢ, ଭଲ ବ୍ୟବହାର କର, ଭଲ କଥା କୁହ। ମୋର ବି ଦାୟିତ୍ୱ ଅଛି, ମୁଁ ବି ଭଲ ବ୍ୟବହାର କରିବି। ମୁଁ ନା ମୋର ବୟସ ହେଇଗଲାଣି, ମୋର ଆଉ ସେଥିରେ କିଛି ଯାଏ ଆସେ ନାହିଁ, ମୋର ସବୁ ସାଚୁରେଟେଡ ହେଇଗଲା, ପରିପୂର୍ଣ୍ଣ ନା ଜମା ପରିପୂର୍ଣ୍ଣ ହେଇନାହିଁ କିଛି। ଏବେ ବି ମୁଁ ସେଇ ଛୋଟ ବାଲିକଣାଟେ ହେଇକି ରହିଛି, ବହୁତ ଶିଖିବାର ଅଛି। ତେଣୁ ଆମ ମନ ଯୋଉ ଅହଙ୍କାର ଭାବ ରହୁଛି ଯେ ମୁଁ ବହୁତ ବୟସ୍କ, ବହୁତ ଜାଣିଛି, ବହୁତ ପାଠ ପଢିଛି, ବହୁତ ଚାକିରି କରିଛି, ବହୁତ ବଡ ଚାକିରି କରିଛି, ବହୁତ ଧନ ସମ୍ପତ୍ତି ରୋଜଗାର କରିଛି, କିଛି ଶିଖିବାର ନା ନା, ସମସ୍ତଙ୍କ ଠାରୁ ଶିଖିବାର ଅଛି। ଦେଖ, ଆମର ଅବଧୂତ 24 ଗୁରୁ କରିଥିଲେ, ସେଥିରେ ବୟସ୍କ ଠାରୁ ଆମେ କୃମି କୀଟ ପର୍ଯ୍ୟନ୍ତ ମଧ୍ୟ ଅଛି। ଆଉ ତ ସମୟ ନାହିଁ ବେଶୀ ଆଲୋଚନା କରିବା ପାଇଁ କି। ତେଣୁ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବାର ଅଛି। ତେଣୁ ଶିଖିବା ମନୋବୃତ୍ତି ନେବା। ପିଲାମାନେ ସବୁବେଳେ ଆମେ କିଛି ନା କିଛି ଶିଖିବା, ତାକୁ ନିଜ ଜୀବନରେ ବ୍ୟବହାର କରିବା। ବ୍ୟବହାରିକ ଜ୍ଞାନ ଆଉ ଆମର ବହି ପଢା ପାଠ, ପୋଥି ବାଇଗଣ ଆଉ ବାଡି ବାଇଗଣ, ଏ 2ଟା ନିଶ୍ଚିତ ଭାବରେ ତାର ବହୁତ ତଫାତ ଅଛି।
तेणु प्रत्येक कथा को आमे जहाँ बही रे पढ़ुचे ताकू जीवन रे व्यवहार करिबा एवं शेष रे आउ थरे कहूची भगवान को पाखरे समर्पित हुओ दुई हाथ टेकी दे भगवान को डाक जगन्नाथ पाखे निज समर्पण कर दियो कहीं ना आमे हेलु ए ओडिशा जगन्नाथ धामर पिला आमे जगन्नाथ धामर लोक आमे तेणु भगवान सबु बेले समस्त कहीं ना भगवान हेले हमर पिता हमर स्रष्टा जहाँ पाई जहाँ भल से रखिंट मु कौन भल चाहूँ मत से देवेनि मो पाई जहाँ भल सी आगुरी कर रखी सारी तेणु बेले बेले आम कौन मुझे एत मंदिर को गली एत धूपकाठी दामिका धूपकाठी देली भल बड़ बड़ कदली आपुल भल भल भोग नहीं कली केते सह लोक को खाइया देली किंतु मो मनस्कामना कहीं पूर्ण हलानी नाई नाई मो मनस्कामना कौन सी आगुरी जानी जमती बापा माँ मो पिला कौन भल पाती खाइबा कि ता देह पाई कौन भल सी आगुरी जोगाड़ कर रखी था पिला कह मु चॉकलेट खाइबा अरे चॉकलेट खाई दांत कणा हो दांत बिंधिब कि जमा चॉकलेट देवेनि तेणु पिला जहाँ भल बापा माँ जमी सजाड़ी रखी था सी है आमर स्रष्टा सी आम बापा माँ से तेणु आम जहाँ भल से निश्चित भाव में करेंगे मु कौन भल चाहूँ मत देवार नहीं तेणु क्या दोष दरकार नहीं कर्म मु करी ठीक कर्म करी समय सदुपयोग करी जहाँ मत कहते भल मुझे करी एबे देख बाहर को बाहर माने बहुत खराब जिनस देखा पड़ो बाहर को बाहर माने बहुत खराब कथा शुणा पड़ो तेणु तादर मु कौन करी छाणी नेबी मो पाई कोटा भल कथा कोटा भल दृश्य सेटा को ही ग्रहण करी बहुत बहुत धन्यवाद दे पिला मानकु एमती भगवान समर्पित करी हमारा सदुपयोग करी निज जीवन को आगु आगु बढ़ी चल उपस्थित समस्त दिव्य आत्मन को आउ थे मोर सहस कोटि नमस्कार जहाँ हूँ जगन्नाथ चरण रे मु गोटे छोट अनुष्ठान निजको समर्पित करिछि ये संघर बैनर तले मते टिके आश्रय मिलुछि भाबुछि एई थरे ही मोर जीवनर शांति मुक्ति सब किछि रहिछि सेथरे आउ थरे आमर नीतीश भाई की बहुत बहुत धन्यवाद देवी सुप्रभा भौणी की धन्यवाद देवी जे से बापा माँ एमती संतान टिके देइचंती सृष्टि के ताकू देखते कोउदिन आमर जो गुंडीचा बाहुड़ा संग जो कैंप होता से कैंप भाई की देखी ये बड़ भाई टी सान भाई की खोई दिए मु पचारे अरे बाबा खोई कहीं दौच सर पेट पूरी आ मु बाबा बड़ भाई कर्तव्य करुच्ची सेठी बहुत खुशी लगेगा से दी जन पाखे समस्त को पुणी थे बहुत बहुत धन्यवाद जय जगन्नाथ जय जगन्नाथ समस्त मनस्कामना भगवान पूर्ण करंतु एतिकी कही मोर वक्तव्य को ये सांग करुच्ची जय जगन्नाथ जय जगन्नाथ जय श्री जगन्नाथ जय जगन्नाथ जय श्री जगन्नाथ जय श्री जगन्नाथ जय श्री जगन्नाथ विषय एत किसी कथा कही बहुत शिखा पाइली आज धन्यवाद मन और प्राण को शांति दिए तेणु मु कीर्तन करने देखा चाहूँ बबुल गाधुआ भाई को हाँ No, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama. Hare Hare Nagendra Yatrilotalaya Vatmanga Maya Maheswaraya Nityaya Daya Digambaraya Tatme Nakaraya Namah Shivaya Manda Akini Chalitanda
नृत्यदाय नन्दिष्पवमनाथमहेश्वराय मण्डा पुष्पभूपुष्पदाय तस्मै मकाराय नमः शिवाय शिवाय गौरी वदनाय वृन्द तुर्याय दक्षाय दुर्नाशकाय नीलकण्ठाय बृहद्वजाय तस्मै शिकाराय नमः शिवाय वधिष्ठकुम्भे भवगौ तमीजे मुनीन्द्रदेवादिशेखराय चन्द्रात्कवैश्वानलोचना तत्त्वमहाराय नमः शिवाय दत्तोचरुपादतातराय पीनाकहस्ताय सनातनाय दिव्याय देवाय दिगम्बराय तस्मै यकाराय नमः शिवाय पञ्चाक्षरमिदं पुण्यधो परशिवसंहितो शिवलोको महात्मा ऋषिव्रतो मूलः कृष्णसङ्ग्रहाचार्यवल्लभ पूर्ण करो जय जगन्नाथ धन्यवाद भाई हैंडीकैप ठीक मध्य से बहुत बढ़िया गीत गाइले धन्यवाद एबे मु बबुल गाधुआ भाई को अनुरोध करबी कीर्तन आरंभ करी हाँ बबलू आज ଆସିନାହାନ୍ତି ସେଥିପାଇଁ ଆଶୁତୋଷ ଭାଇ ଆସିଛନ୍ତି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଶୁତୋଷ ଭାଇ ଆଉ ଥରେ କୀର୍ତ୍ତନ କରିଦେବେ କି हाँ ହଁ जय श्री जगन्नाथ
କୀର୍ତ୍ତନ କରିବା ପାଇଁ କାହାକୁ ଡାକିବି? ନା ହରେ କୃଷ୍ଣ କହିବି। ମତେ ତ ଆସିନି। हरे कृष्ण कृष्ण हरे हरे राम 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 हरे 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 राम हरे 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 कृष्ण 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 हरे 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 राम राम बोल आनंद एक बार हरि बोल। हरि बोलो। जय श्री चैतन्य भगवान की जय। जय जगन्नाथ। सर्वे भव देहु शान्तिरन्तरिक्षगुं शान्तिः पृथिवी शान्तिरापः शान्तिरौषधयः शान्तिः वनस्पतयः शान्तिः विश्वे देवा शान्तिः ब्रह्म शान्तिः सर्वगुं शान्तिः शान्तिरेव शान्तिः सामा शान्तिरेधि। ॐ विश्वानि देव सवितुर्दुरितानि पराशुव यद्भद्रं तन्नाशुभ। ॐ शान्तिः 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 सर्वारिष्टसु शान्तिर्भवतु। जय श्री जगन्नाथ। जय जगन्नाथ। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शांति शांति शांति। जय जगन्नाथ। जय जगन्नाथ। आज दिव्य सभारे आमर गुरुजन माने हमको उचित मार्गदर्शन करी आशीर्वाद प्रदान करथिबा धन्यवाद अर्पण करछि। वर्तमान मु एई सभा को एटी समाप्त घोषणा करछि। जय जगन्नाथ। जय जगन्नाथ। जय जगन्नाथ। जय जगन्नाथ।